ବାଇବଲ ଖୋଲିବା ଜହନ 6 ପର୍ବରୁ ଜହନ 6 ପର୍ବର ଜଣେ କିଏ ପଢନ୍ତୁ 22 ପଦରୁ 59 ପଦ ପର୍ଯ୍ୟନ୍ତ ସ୍ୱପ୍ନା ପଢେ। ଜହନ 6 ପର୍ବ 22 ପଦରୁ 59 ପଦ ପର୍ଯ୍ୟନ୍ତ ଲମ୍ବା ବାକ୍ୟ ଟିକେ ପଢ। ସେ ସ୍ଥାନରେ ଗୋଟିଏ ନୌକା, ଭିନ୍ନ ଯେ ଅନ୍ୟ କୌଣସି ନୌକା ନଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇନଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ। ଏହା ଯେଉଁ ଲୋକମାନେ ତହିଁଆର ଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ। ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରିଆରୁ ଆଉ କେତେକ ନୌକା ଆସିଲା। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମମାନଙ୍କ ଠାରେ ଜୀବନ ନାହିଁ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। ଯେ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ, ସେ ମୋ ଠାରେ ରହେ ଓ ମୁଁ ତାହାଠାରେ ରହେ। ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ ହେତୁ ଜୀବିତ ରହିବ। ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି, ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେ ପ୍ରକାର ନୁହେଁ। ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ସେ କଫରନାହୁମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ। ପରମେଶ୍ୱରଙ୍କର ହୃଦୟକୁ ବା ଯୀଶୁଙ୍କର ହୃଦୟକୁ ଏ ଜାଗାରେ ଯେତେବେଳେ ଦେଖୁଛୁ, ତ କିପରି ଭାବରେ ଯୀଶୁ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ଆଉ ସେଠି ମନୁଷ୍ୟ କିପରି ଭାବରେ ବଞ୍ଚି ପାରିବ, ଆଉ କୋଉ ବିଷୟକୁ ଫୋକସ କରିକି ଆଉ କୋଉ ବିଷୟକୁ ତାର ହୃଦୟ ରଖିକି ସେ ବଞ୍ଚିବ, ତାହେଲେ ସେ ଆ, ଆତ୍ମିକ ଜୀବନକୁ ବଞ୍ଚି ପାରିବ। ପ୍ରତ୍ୟେକ ବିଷୟ ଗୋଟେ ଗୋଟେ କରି ପ୍ରଭୁ ଏ ଜାଗାରେ କହୁଛନ୍ତି। ଆଉ ସ୍ୱତନ୍ତ୍ର ଭାବରେ ଲୋକମାନେ ଯେତେବେଳେ ଯୀଶୁଙ୍କୁ ଅନୁଗମନ କରୁଥିଲେ, ତ ଯୀଶୁଙ୍କୁ ଅନୁଗମନ କରିବା ପଛରେ ଯୀଶୁଙ୍କର ଅ ପାଖରୁ ପାଇବା ପାଇଁ, ଯୀଶୁଙ୍କ ପାଖରୁ କୋଉ ବିଷୟକୁ ଫୋକସ କରୁଛନ୍ତି ସେମାନେ ପାଇବା ପାଇଁ ଲେଖା ହେଇଛି। ଅଧିକାଂଶ ସମୟରେ ଅନେକ ଲୋକମାନେ ଯୀଶୁଙ୍କ ପାଖକୁ ଯାଉଥିଲେ, ଆଉ ସେମାନେ ଯୀଶୁଙ୍କ ଠାରୁ ସେଠି ଯଦିଓ ବାକ୍ୟକୁ ଶୁଣୁଥିବେ, କିନ୍ତୁ ପ୍ରକୃତରେ କେତେ ଲୋକ ସେମାନଙ୍କ ଭିତରେ ପରମେଶ୍ୱରଙ୍କର ହୃଦୟକୁ ଗ୍ରହଣ କରିକି ସେମାନେ ପରମେଶ୍ୱରଙ୍କ ବାକ୍ୟ ଦ୍ଵାରା ସେମାନେ ବଞ୍ଚିବା ପାଇଁ ସକ୍ଷମ ହେଇପାରୁଥିବେ। ତ ଏଇଠି ଯେତେବେଳେ ଆମେ ବାକ୍ୟକୁ ଦେଖୁଛୁ, ତ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଏ ଜାଗାରେ ନୌକାରେ ବସିକି ଯାଉଛନ୍ତି, କିନ୍ତୁ ଶିଷ୍ୟମାନେ ବର୍ତ୍ତମାନ ସେ ଜାଗା ଯାଇନଥିଲେ ଲେଖା ହେଇଛି 22 ପଦରେ। ସେ ସ୍ଥାନରେ ଗୋଟେ ନୌକା ଭିନ୍ନ ଯେ ଅନ୍ୟ କୌଣସି ନୌକା ନଥିଲା, ଆଉ ସେଥିରେ ଯେ ଯୀଶୁ ଆପଣ ଶିଷ୍ୟମାନଙ୍କ ସହିତ ଯାଇନଥିଲେ, ମାତ୍ର କେବଳ ତାଙ୍କ ଶିଷ୍ୟମାନେ ଯାଇଥିଲେ। ତାହା ଯୋଉ ଲୋକମାନେ ତାଙ୍କ ଆର ଦିନ ସମୁଦ୍ର ସେପାରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ। ଆଉ ଯେତେବେଳେ ଲୋକମାନେ ଯୀଶୁଙ୍କୁ ପଚାରୁଛନ୍ତି ଜାଗାରେ କଫରନାହମକୁ ଖୋଜି ଖୋଜି ଯୀଶୁ ଆସୁଛନ୍ତି, ତ 25 ପଦରେ ଲୋକମାନେ ସେଠି କଣ ବୋଲି ପଚାରୁଛନ୍ତି। ସେମାନେ ସମୁଦ୍ର ସେପାରିରେ ତାଙ୍କୁ ଦେଖା ପାଇ ତାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ? ତ ଯୀଶୁଙ୍କୁ ସେମାନେ ପଚାରୁଛନ୍ତି, ଆପଣ କେତେ ଏଠୁ ଆସିଲେ, ଆଉ ଆମେ ଆପଣଙ୍କୁ ଖୋଜି ଖୋଜି ଆସିଲୁ। ତ ଯୀଶୁ ସେ ଜାଗାରେ କଣ ଉତ୍ତର ଦଉଛନ୍ତି ଜାଣିଛନ୍ତି? ଯୀଶୁ ସେମାନେ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟ କର୍ମ ଦେଖିବାରୁ ଯେ ତୁମମାନେ ମୋର ଅନ୍ୱେଷଣ କରୁଅଛ ତାହା ନୁହେଁ, ମାତ୍ର ରୋଟି ଖାଇ ପରିତୃପ୍ତ ହେବାର ମୋର ଅନୁସରଣ କରୁଅଛ। ରୋଟି ଖାଇ ପରିତୃପ୍ତ
ହୋଇ ମତେ ତମେ ଅନୁସରଣ କରୁଅଛ। ଓ ଯୀଶୁ କହିବାର ଅର୍ଥ କଣ? ତ ଆମେ ଯେତେବେଳେ ଆମର ଦୈନନ୍ଦିନ ଜୀବନ ବଞ୍ଚୁଛୁ, ପ୍ରତ୍ୟେକ ବିଷୟକୁ ଯଦି ଆମେ ଅ, ଗୁରୁତ୍ୱପୂର୍ଣ୍ଣ ଭାବରେ ଯଦି ସେପାରେଟ କରିକି ଚିନ୍ତା କରିବା, ଉଦାହରଣ ସ୍ୱରୂପ ସେଇଠି ଗୋଟେ ସ୍ୱର ଅଛି ଯାହାକି ମଣ୍ଡଳୀରୁ ଆସିଛି ମୋ ପାଖକୁ, ଆଉ ସେଇଠି ଗୋଟେ ସ୍ୱର ଯାହାକି ମୋ ନିଜ ଠାରୁ ବାହାରେ ଆସୁଅଛି। ତ ମୋର ହୃଦୟକୁ ଯେତେବେଳେ ମୁଁ ଦେଖୁଛି, ମଣ୍ଡଳୀର ସ୍ୱରକୁ ଅନୁଗମନ କରିବା ପରିବର୍ତ୍ତେ ମୁଁ ମୋ ନିଜର ସ୍ୱରକୁ ଅନୁଗମନ କରିବା ମତେ ବହୁତ ଭଲ ଲାଗେ, ଆଉ ମତେ ବେଶୀ କମ୍ଫର୍ଟେବଲ ଲାଗେ। ଏମିତି କିଛି ମତେ କମ୍ପ୍ଲିକେଟେଡ ଲାଗେ ନାହିଁ, ଜଟିଳ ଲାଗେ ନାହିଁ। ଯଦିଓ ମୋ ନିଜର ସ୍ୱର ବା ମୋର ନିଜର ମୋ ଠାରୁ ବାହାରୁଥିବା ମାପଦଣ୍ଡ ଯାହାକି ମତେ କେବେ ମଧ୍ୟ ପରମେଶ୍ୱରଙ୍କ ସହିତ ଜଡିତ କରିପାରିବ ନାହିଁ, ହେଲେ ମଧ୍ୟ ମୁଁ ଅଭ୍ୟସ୍ତ ଯେ ମୁଁ ନିଜର ମାପଦଣ୍ଡକୁ ହିଁ ଧରିକି ବଞ୍ଚିବାକୁ ଚାହୁଁଛି। ହେଲେ ସେଠି ଯୀଶୁ ଗୋଟେ ଆଶ୍ଚର୍ଯ୍ୟ ବିଷୟ କହୁଛନ୍ତି ଜାଗାରେ, ଯେ ତମେ ରୁଟି ଖାଇକି ତମେ ପରିତୃପ୍ତ ହେବାର ମୋର ଅନୁସରଣ କରୁଅଛ। ଅର୍ଥ କଣ? ଏବେ ଲୋକମାନେ ଏଠି ଦି ଭାଗରେ ଆମେ ଦେଖିପାରିବା। କେତେ ଲୋକମାନେ ଯେ କି ଯୀଶୁଙ୍କୁ ଅନୁଗମନ କରୁଛନ୍ତି, ଦେଖାଯାଉଛନ୍ତି ସେମାନେ ଅନ୍ୟ ଲୋକମାନଙ୍କ ପରି, ଯୋଉମାନେ ଯୀଶୁଙ୍କୁ ପ୍ରକୃତିର ହୃଦୟରେ ଅନୁଗମନ କରୁଛନ୍ତି। କୋଉ ବିଷୟ ପାଇଁ? ହଁ, ବର୍ତ୍ତମାନ ଯୀଶୁ ବର୍ତ୍ତମାନ କହୁଛନ୍ତି ଖାଦ୍ୟ ବିଷୟରେ କହୁଛନ୍ତି ଏ ଜାଗାରେ। କ୍ଷୟ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି ବରଞ୍ଚ ଯୋଉ ଅନନ୍ତ ଜୀବନ ଦାୟକ ଭକ୍ଷ୍ୟ ଅକ୍ଷୟ ରହେ ସେଥି ମଧ୍ୟ ଶ୍ରମ କରୁ। ତ ସତରେ ଆମେ କେବଳ ଚର୍ଚ୍ଚରେ ଆମେ ଅଛୁ, ତେଣୁ ସବୁବେଳେ ଆମମାନଙ୍କର ହୃଦୟ ଭିତରେ ଆମର ମୂଳ ଫୋକସ ହଉଛି ଯେ ମୁଁ କେମିତି ଏ ଜଗତରେ ବଞ୍ଚିଲା ସମୟରେ ମୋର ଦୈନନ୍ଦିନ ଜୀବନରେ ଯାହା ମଧ୍ୟ ଘଟି ଯାଉଛି, ତାହେଲେ ମୋର ନିଜର ମାପଦଣ୍ଡ ଅନୁସାରେ ମୁଁ ଭାବୁଛି ଯୋଉ ବିଷୟ ମତେ ଅସୁବିଧା ଲାଗୁଛି କି ଯୋଉ ବିଷୟ ମତେ କଷ୍ଟ ଲାଗୁଛି, ଆଉ ସେ ବିଷୟ ଠାରୁ ମତେ ମୁକ୍ତି ପାଇବା ପାଇଁ, ସେ ବିଷୟର ସମାଧାନ ପାଇବା ପାଇଁ ମୁଁ ଚାହୁଁଛି। ଆଉ ସେ ବିଷୟର ସମାଧାନ ପାଇଲେ ହିଁ ମୁଁ ପ୍ରକୃତରେ ଆରାମସେ ମୁଁ ବଞ୍ଚି ପାରିବି, କି ମୁଁ ଖୁସି ହେଇପାରିବି, କି ମୁଁ ପରିତୃପ୍ତ ହେଇପାରିବି। ମୁଁ ଭାବୁଛି ସେଇଟା। ଏବେ ଯୀଶୁ ଖ୍ରୀଷ୍ଟ ଯୋଉ କହିଲେ ଶିଶୁମାନଙ୍କୁ ଯେ ତମେ ମତେ କାହିଁକି ଖୋଜୁଛ, ଆଶ୍ଚର୍ଯ୍ୟ କର୍ମ ଦେଖିବାର ଯେ ତୁମମାନେ ମୋର ଅନୁସରଣ କରୁଛ ତାହା ନୁହେଁ। ଏମାନେ ଯୀଶୁଙ୍କର ରାଜକର୍ମ ଦେଖିଲେ ବା ଯୀଶୁଙ୍କୁ ସେମାନେ ଅ, ବିଶ୍ୱାସ କରିପାରିଲେ, କି ଯୀଶୁଙ୍କୁ ସେମାନେ ଜାଣିପାରିଲେ ବୋଲି ଯୀଶୁ ଅନୁଭବ କରୁଛନ୍ତି, ସେମିତି ନୁହେଁ। ଏମାନେ ଗୋଟେ ଏମିତିକା ଲୋକ ଯାହାକି ଯୀଶୁ କହୁଛନ୍ତି ଯେ ତମେ ରୁଟି ଖାଇଲ, ରୁଟି ଖାଇକି ତମେ ପରିତୃପ୍ତ ହେଲ, ତାପରେ ମତେ ଅନୁସରଣ କରୁଛ। ତାର ଅର୍ଥ କଣ? ତାର ଅର୍ଥ ହଉଛି ସେଇଠି ଗୋଟେ ମନୁଷ୍ୟ ଅଛି ଯାହାକି ଯୀଶୁଙ୍କୁ ସେ ବ୍ୟବହାର କରୁଛି। ସେ ତାକୁ ଯୀଶୁଙ୍କର ଆବଶ୍ୟକତା ପଡୁଛି କଣ ପାଇଁ? ତାର ନିଜର ଜୀବନର ପରିତୃପ୍ତ ପାଇଁ, ତାର ନିଜର ପ୍ରତ୍ୟେକ କ୍ଷେତ୍ରରେ ତାକୁ ଯୋଉଟା ଠିକ ଲାଗୁଛି ସେ ବିଷୟ ଦ୍ଵାରା ବୁଝିବା। ବହୁତ ଲମ୍ବା ସମୟ ପୂର୍ବରୁ ମୁଁ ଯେତେବେଳେ ଖରିଆରେ ଥିଲି, ମାଷ୍ଟର ଆସିଥିଲେ। ତ ସେଇଠି ଆମର ବାଇବଲ ସେମିନାର ଥିଲା 3 ଦିନ ଧରି। ତ ସେଇ ଦିନମାନଙ୍କରେ 3 ଦିନ ବାଇବଲ ସେମିନାର କମ୍ପଲସରି କରିବା। ଆମେ ଯେମିତି ବର୍ତ୍ତମାନ ଗୋଟେ ଦିନିକା ବାଇବଲ ସେମିନାର କରୁଛୁ ସେମିତି ନାହିଁ, ଆମେ ଅଲ୍ 3 days ବାଇବଲ ସେମିନାର କରୁଛୁ। ତ ପ୍ରଥମ ଦିନ ପାପ ବିଷୟରେ ପ୍ରଚାର ହଉଥିଲା, ହୋଲ ଡେ ଦିନ ସାରା, ସକାଳୁ ସନ୍ଧ୍ୟା। ମାନେ ଟପିକ ପାପକୁ ନେଇକି ଆମେ ବ୍ୟାଖ୍ୟା କରୁଥିଲୁ। ଦ୍ୱିତୀୟ ଦିନ ବିଚାର ବିଷୟରେ ପ୍ରଚାର, କେମିତି ଗୋଟେ ଲୋକ ନରକକୁ ଯାଉଛି ପାପକୁ ଧରିକି, ପାପର ବେତନ ହଉଛି ମୃତ୍ୟୁ। ପ୍ରଥମ ଦିନ ପାପ କେମିତି ଆସିଲା ଆଦମ ବାବାକୁ ନେଇକି, ଅନ୍ୟାନ୍ୟ ବାକ୍ୟକୁ ନେଇକି ପୁରା ଦିନ ସାରା ପ୍ରଚାର ହବ ପ୍ରଥମ। ସେକେଣ୍ଡ ଦିନ ବିଚାରର ପ୍ରଚାର। ତୃତୀୟ ଦିନ ସୁଷମାଚାର ପ୍ରଚାର କରା। ଏମିତି 3 ଦିନ ବାଇବେଲ ସେମିନାର କରିବ। ତ ପାଷ୍ଟର ଆସିଲେ, ଆଉ ପ୍ରଥମ ଦିନ ପାଷ୍ଟର ପ୍ରଚାର କଲେ। ସେକେଣ୍ଡ ଦିନ ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରଥମ ଦିନ ପାଷ୍ଟର ପାପ ବିଷୟରେ ପ୍ରଚାର କଲେ,
ଦ୍ୱିତୀୟ ରାଜା 5 ପର୍ବର ବାକ୍ୟକୁ ନେଇ ସେ ଆରମ୍ଭ କରେ, ମତେ ଏବେ ବି ମନେ ଅଛି। ସେକେଣ୍ଡ ଦିନ ଦ୍ୱିତୀୟ ଦିନ ପାଷ୍ଟର ଫାର୍ଷ୍ଟ ସେକ୍ସନରେ ପାପକୁ ନେଇକି ବିଚାରକୁ ନେଇକି ସେ ପ୍ରଚାର କଲେ। ନାମାନକୁ ବୋଧେ ଏଲିଶାଙ୍କ ଘର ସାମ୍ନାରେ ଛିଡା ହେବା ପର୍ଯ୍ୟନ୍ତ ମାନେ ସେ ଟପିକରେ ପ୍ରିଚିଂ କଲେ ଯେ ଏବେ ଏଲିଶାଙ୍କ ଘରେ ଯୋଉ ନାମାନ ଛିଡା ହେଇଛି ରାଗୁଛି ସେ, ହଁ? ତାର ଦାସମାନେ ତାକୁ ରାଗୁଛନ୍ତି, ଗାଳି କରୁଛନ୍ତି। ତ ବର୍ତ୍ତମାନ ନାମାନ ଯୋଉ ପର୍ଯ୍ୟନ୍ତ ନିଜର ସ୍ଥିତିକୁ ପାଇନାହାନ୍ତି ଜାଗାକୁ ବର୍ତ୍ତମାନ ପ୍ରଚାର ମାଧ୍ୟମରେ ରାଷ୍ଟ୍ର ପହଞ୍ଚଉଛନ୍ତି, ଗୋଟେ ଗୋଟେ ଷ୍ଟେପ ବାଇ ଷ୍ଟେପ ପ୍ରଚାର କରୁଛନ୍ତି। ତ ତାଙ୍କର ପ୍ରଚାରର ତାଙ୍କର ପ୍ରଥମ ଦ୍ୱିତୀୟ ଦିନର ପ୍ରଥମ ସେକ୍ସନ ପର୍ଯ୍ୟନ୍ତ ଅପ୍ ଟୁ ଲଞ୍ଚ ପର୍ଯ୍ୟନ୍ତ ସେ କୋଉଠୁକୁ ପର୍ଯ୍ୟନ୍ତ ସେ ପଏଣ୍ଟକୁ ଆଣିଲେ ଯେ ନାମାନ ବର୍ତ୍ତମାନ ରାଗି ଯାଉଛି, ଆଉ ନାମାନ ଭିତରେ ଲୁଚିଥିବା ହୃଦୟକୁ ପାଷ୍ଟର ପ୍ରକାଶ କରୁଛନ୍ତି କମା। ସେକେଣ୍ଡ ସର୍ଭିସରେ ମଧ୍ୟ ତାର ସେକେଣ୍ଡ ସେକ୍ସନରେ ମଧ୍ୟ କଣ୍ଟିନ୍ୟୁ ପାଷ୍ଟର ସେଇଟା ପ୍ରଚାର କରିବାର ଥିଲା ଟୁ ସନ୍ଧ୍ୟା ପର୍ଯ୍ୟନ୍ତ। ତା ପରଦିନ ସୁସମାଚାର ପ୍ରଚାର କରିବାର କେମିତି ନାମାନ ଜର୍ଦ୍ଦନକୁ ଗଲା ଆଉ ସୁସ୍ଥତା ହେଲେ। ପାଷ୍ଟରଙ୍କର ଫାର୍ଷ୍ଟ ସେକ୍ସନ ସରିଲା ପରେ ମତେ କହିଲେ ତୁ ଅଧଘଣ୍ଟା ପ୍ରଚାର କରେ, ଆଉ ମୁଁ କହିଲି ପାଷ୍ଟର ଲଞ୍ଚ ପାଇଁ ଗଲେ ମୁଁ ଅଧଘଣ୍ଟାରୁ 35 ମିନିଟ୍ ପ୍ରଚାର କଲି। ମୁଁ କଣ ପ୍ରଚାର କଲି? ସିଧା ଜହନ ପୁସ୍ତକ 5 ପର୍ବ ବାକ୍ୟ ଖୋଲିଲି, ଆଉ 38 ବର୍ଷର ପକ୍ଷାଘାତ ରୋଗୀ ଲୋକ କେମିତି ଶୋଇଥିଲା ଆଉ ସେ କେମିତି ପଳେଇଲା ପ୍ରାକ୍ଟିକାଲି ପୁରା ଜଣକୁ ଷ୍ଟେଜକୁ ଆଣିକି ଶୋଇକି ତାକୁ ଉଠେଇଲେ ଯୀଶୁ କେମିତି କରିକି ତାକୁ ମୁଁ ପ୍ରାକ୍ଟିକାଲ ଏକ୍ସାମ୍ପଲ ଦେଇକି ତାକୁ ମୁଁ ସୁସମାଚାର କମ୍ପ୍ଲିଟ କରିଦେଲି। ଧାର୍ମିକ ତମେ ଯୀଶୁ ରକ୍ତକୁ ନେଇକି ମୁଁ ସବୁ ପ୍ରଚାର କରିଦେଲି। ତାପରେ ମୁଁ ପାଷ୍ଟର ପାଖକୁ ଗଲି, ମୋର ପ୍ରଚାର ସେଟା ପାଷ୍ଟର ପଚାରିଲେ ତୁ ପ୍ରଚାର କଲୁ? ହଁ। କଣ ପ୍ରଚାର କଲୁ? ନାଇଁ ପାଷ୍ଟର ସୁସମାଚାର ପ୍ରଚାର କଲୁ। କୋଉ ଟପିକରୁ? ନାଇଁ ଜହନ 5 ପର୍ବକୁ ନେଇ। ପାଷ୍ଟର ମତେ ଗାଳି କରେ ମୁଁ ତତେ କାହିଁକି ଗସ୍ପେଲ କ୍ଲାସ ମାନେ ମୁଁ ତତେ ମୋର ପ୍ରଚାର କରି ଦେଇଥିଲି ଜାଣିଛୁ, କିନ୍ତୁ ମୁଁ ପ୍ରଚାର କରିବାର ଟପିକରେ ତ ଆଉ ଟିକେ ଅଧିକ ମିଶେଇକି ମୋର ସମ୍ମାନକୁ କନେକ୍ଟ କରିକି ତୁ ଆଉ ଟିକେ ବୁଝିବାର ସମୟ, ଯାହାକି ତୁ ନିଜେ ମଧ୍ୟ ତୋ ପାଇଁ ସେଇଟା ବହୁତ ଭଲ ତୋର ସୋଲ ପାଇଁ ବୋଲି ମୁଁ ଦେଇଥିଲି, କିନ୍ତୁ ତୁ ତୋର ପ୍ରଚାରରେ ମାତାଲ ହେଇକି ଅଛୁ। ତୁ ତୋର ନିଜର ପ୍ରିଚିଂରେ ନିଶାଗ୍ରସ୍ତ ହେଇକି ଅଛୁ। ତୁ ମୋ ସହିତ ଜଡିତ ନାହିଁ। ତୁ ଯଦି ସତରେ ମୋର ହୃଦୟ ସହିତ ତୋର ହୃଦୟ ଜଡିତ ହେଇଥାନ୍ତା ତାହେଲେ ତୁ ମୋର ସରମନ କନେକ୍ଟ କରିକି ପ୍ରିଚିଂ କରିଥାନ୍ତୁ। ମୁଁ ଚମକି ଗଲି, ଆରେ ଏମିତି ମଧ୍ୟ କି? ମୁଁ ଗୋଟେ ସାଇଡରେ ଚିନ୍ତା କଲି, କିନ୍ତୁ ମୁଁ ଜାଣିନାହିଁ ମୋର ହାର୍ଟ ପାଷ୍ଟରଙ୍କ ସହିତ ଫ୍ଲୋ ହଉନାହିଁ। ମୋର ହାର୍ଟ ପାଷ୍ଟରଙ୍କ ଠାରୁ ବେଶୀ ଦୂରରେ ଅଛି। ସମାନ ହାର୍ଟ ଏ ଜାଗାରେ ଯୀଶୁ ପ୍ରକାଶ କରୁଛନ୍ତି ଯେ ତମେ ମୋର ଆସଲ କର୍ମ ଦେଖିଲା ବୋଲି ମୋ ପଛରେ ଆସ, ସେମିତି ନାହିଁ। ରୁଟି ଖାଇକି ତମେ ପରିତୃପ୍ତ ହେଇଯାଉଛ, ସେଥିପାଇଁ ମୋ ପଛରେ ତମେ ଆସୁଛ। ଏବେ ଅର୍ଫା ହଉଛି ଗୋଟେ ସ୍ତ୍ରୀ ଯିଏକି ବର୍ତ୍ତମାନ ନଈମୀକୁ ଚୁମା ଦେଲା ଲେଖା ହେଇଛି, କାନ୍ଦୁଛି ସେ, ଆପଣଙ୍କୁ ଛାଡିକି ମୁଁ ରହିପାରିବି ନାହିଁ। କେମିତି ମୁଁ ଆପଣଙ୍କୁ ଛାଡିକି ରହିପାରିବି? ତ ନଈମୀକୁ ସେ ଧରୁଛି, ଆଲିଙ୍ଗନ କରୁଛି, ଥାଉଛି ସେ, ନାଇଁ ମୁଁ ଆପଣଙ୍କୁ ଛାଡି ପାରିବି ନାହିଁ, ଆପଣଙ୍କୁ ଛାଡି ପାରିବିନି, ମତେ ଛାଡିକି ଯାଉନାହିଁ। କିନ୍ତୁ ସେଇଠି ଗୋଟେ ସମୟ, ସେଇଠି ଗୋଟେ ପଏଣ୍ଟକୁ ସେଠି ଆସିଲା, ସେଇଠୁ ଗୋଟେ ସୀମାକୁ ପହଞ୍ଚିଲେ ସେମାନେ। ମୋଆବ ଦେଶର ସୀମାରେଖାକୁ ପହଞ୍ଚିଲେ ସେମାନେ। ସେ ସୀମାକୁ ପାର କଲା ପରେ ବେଥଲେହେମ ଅଛି। ବହୁତ ଆଶ୍ଚର୍ଯ୍ୟ ପ୍ରକାର ଭାବରେ ଅର୍ଫା ବର୍ତ୍ତମାନ ଗଲା ସହିତ, କିନ୍ତୁ ମୋଆବର ସୀମାରେଖାକୁ ସେ ପାର କରିପାରିଲା। ସେ ପୁନର୍ବାର ମୋଆବକୁ ଫେରିବ। ସେ ସମୟରେ
ବିପ୍ରଥା ଭାବରେ ଋତ ମୁଆବ ଦେଶକୁ ଛାଡିକି ସୀମାରେଖାକୁ ପାର କରିକି ନଈମିଙ୍କ ପଛରେ ସେ ଗଲାରୁ ବେଥଲେମରେ ସେ ବୋଆଜକୁ ଭେଟି ପାରିଲା। ଯୀଶୁ କହିଲେ ଜହନ 9 ପର୍ବରୁ ଜନ୍ମାନ୍ଧକୁ ଉଠ, ତମେ ଯାଅ ସିଲୋ ପୋଖରୀରେ ତୁମ ଅପରାଧ ଧୁଅ। ତ ଯୋଉ ଜାଗାରେ ସେ ଥିଲା ସେ ଜାଗାରେ ତାକୁ ଯୀଶୁ କହିଲେ ଉଠ, ତୁ ସିଲୋ ପୋଖରୀକୁ ଯାଅ। ଅନ୍ଧ ଲୋକ ଶୁଣିଲା ବର୍ତ୍ତମାନ। ତାପରେ ଗୁରୁତ୍ୱପୂର୍ଣ୍ଣ ହଉଛି ଅନ୍ଧ ଲୋକ ଯଦି ଶୁଣିଲା, ଶୁଣିଲା କି ନାହିଁ ବୋଲି ଆମେ କେମିତି ଜାଣିବା? ଯଦି ସେ ସିଲୋ ପୋଖରୀକୁ ଯାଉଛି ତାର ମିନିଂ ହଉଛି ସେ ଶୁଣିଲା, ସେଥିପାଇଁ ଯାଉଛି। ଯଦି ସେ ସିଲୋ ପୋଖରୀକୁ ଯିବା ପାଇଁ କମ୍ପ୍ଲେନ କରୁଛି, ମୁଁ ଅନ୍ଧ ଲୋକ, ମୁଁ କେମିତି ଯିବି? ଯୀଶୁ ଜାଣିବା କଥା, ମୁଁ ତ ଦେଖିବା ପାଇଁ ଆଖି ପାଇଁ ଆସିଛି ତମ ପାଖକୁ, ଆଉ ତମେ ମତେ ଅନ୍ଧ ଲୋକକୁ ଚାଲି ଚାଲି ଯାଅ ସିଲୋ ପୋଖରୀ ବୋଲି, କେମିତି କଥା ଏଇଟା? ଯଦି ବି କହିପାରିଥା। ତ ଆମେ ଯଦି ନିଜକୁ ଚେକ୍ କରିବା, ନିଜକୁ ଯଦି ପରୀକ୍ଷା କରିବା, ଯେତେବେଳେ କୌଣସି ବିଷମ ପକା ଆସୁଛି, ମୁଁ ଅର୍ଫା ପରି ଦେଖାଯାଉଛି ଶୁଣିଲା ପରେ। ଜନ୍ମାନ୍ଧ ବର୍ତ୍ତମାନ ଯଦି ଶୁଣୁଛି ସିଲୋ ପୋଖରୀ ଯିବା ପାଇଁ, ତାର ସହିତ ଯଦି ଆମର ହୃଦୟ ଯଦି କମ୍ପେୟାର କରିବା, ଜନ୍ମାନ୍ଧର ହୃଦୟ ସହିତ ଯଦି ଆମର ହୃଦୟ ଯଦି କମ୍ପେୟାର କରିବା, ସେ କଣ ପାଇଁ ଗଲା ଜାଣିଛନ୍ତି? ଏଥିପାଇଁ ଗଲା ନାହିଁ ସେ ଯାଇପାରିଲା ଖୋଜି ଖୋଜି। ପ୍ରଥମ ବିଷୟ ହଉଛି ସେ ଶୁଣିଲା, ଯୀଶୁଙ୍କ ବାକ୍ୟକୁ ଶୁଣିଲା, ସେଥିପାଇଁ ସେ ଯିବା ପାଇଁ ହୃଦୟ ପାଇଲା। ଯୀଶୁଙ୍କ ବାକ୍ୟ ନ ଶୁଣିକି ସେ କେବେ ମଧ୍ୟ ସେ ହୃଦୟ ଗ୍ରହଣ କଲେ ସେ କେବେ ଯାଇପାରିବ ନାହିଁ, ଯିବାଟା ଅସମ୍ଭବ। ଯିବା ଆବଶ୍ୟକ ବି ନାହିଁ ବୋଲି ହୃଦୟ ବାହାରିବ ତାର। ସେଥିରେ ବାଇବଲ ଅନେକ ଜାଗାରେ ଲେଖା ହେଇଛି, ତମେ ଶୁଣ, ତମେ ଶୁଣ, ତାହେଲେ ତମେ ବଞ୍ଚିବ। ହଁ, ତମେ ରୁଟି ଖାଇକି ପରିତୃପ୍ତ ହୋଇଯାଉଛ, ସେଥିପାଇଁ ମୋ ପଛରେ ଆସୁଛ। ତ ମୁଁ ମୋର ପ୍ରଚାରରେ ମାତାଲ ହେଇଥିଲି। ପାଷ୍ଟର ମତେ କହିଲେ, ମୁଁ ଯୋଉ ସ୍ଥିତିରେ କି ସୁଷମାଚାର ଆରମ୍ଭ କରିନାହିଁ, ମୁଁ ପାପ ପରେ ବିଚାରର ବାକ୍ୟ ପ୍ରଚାର କରୁଛି, ତୁ କେମିତି, ତୁ କିପରି ଭାବରେ ତୁ ସୁଷମାଚାର ପ୍ରଚାର କରିପାରିବୁ? ସେ ସମୟରେ ପାଷ୍ଟର ମୋର ହୃଦୟକୁ ପ୍ରକାଶ କରିବା ପାଇଁ ମୋର ହୃଦୟ ଭିତରେ ମୁଁ ଚେତାଶୂନ୍ୟ ହେଇକି ମୁଁ ବଞ୍ଚିଥିଲି। ସେଟା ଗୋଟେ ଦିନ ଏମିତି ନାହିଁ ଯୋଉ ଦିନରେ କି ଈଶ୍ୱର ବାକ୍ୟ ସାମ୍ନାରେ ଛିଡା ହେଲେ ମୁଁ ନିଜକୁ କେବେ କହିପାରୁଥିଲି ସତରେ ମୁଁ ବିଶ୍ୱାସର ଜୀବନରେ ମୁଁ ସଠିକ ଭାବରେ ବଞ୍ଚୁଛି କହି। ଏବେ ଯେତେବେଳେ ଯୀଶୁ ବର୍ତ୍ତମାନ ଏ ପ୍ରକାର ବିଷୟ କହୁଛନ୍ତି, ଲୋକମାନେ ଶିଷ୍ୟମାନେ କଣ ଭାବୁଥିଲେ? ଯୀଶୁ କହୁଛନ୍ତି ସେମାନଙ୍କୁ କୋଉ ବିଷୟକୁ ଫୋକସ କରିବା ପାଇଁ ଆବଶ୍ୟକ, କୋଉ ବିଷୟର ଫୋକସକୁ ତମେ କରିବା ଦରକାର ବୋଲି କହୁଛନ୍ତି। ଜାଗାରେ ଦେଖନ୍ତୁ 27 ପଦରେ, 27 ପଦରେ ଆମେ ଟିକେ ଦେଖିବା। ଜନ 6:27 ପଦ, ଡୁ ନଟ୍ ଲେବର ଫର ଦ ଫୁଡ ୱିଚ୍ ପେରିଶ। ଆରେ ସେଇଟା ଗୋଟେ ଖାଦ୍ୟ ଅଛି, ଯୋଉ ଖାଦ୍ୟ କଣ ହବ? କ୍ଷୟ ଭକ୍ଷ ନିମନ୍ତେ ଶ୍ରମ ନ କରି ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ ଅକ୍ଷୟ ରହେ ସେଥି ନିମନ୍ତେ ଶ୍ରମ କର। ଏଇଟା କ୍ଷୟ ଭକ୍ଷ କଣ? ଏଇଟା ଇଂଲିଶରେ ଲେଖା ହେଇଛି ଡୁ ନଟ୍ ଲେବର ଫର ଦ ଫୁଡ ୱିଚ୍ ପେରିଶ। ଗୋଟେ ଖାଦ୍ୟ ଅଛି, ସେ ଖାଦ୍ୟ କଣ ହବ? କ୍ଷୟ ହେଇଯିବ। ସେ ଖାଦ୍ୟରୁ କୌଣସି ଉପକାର ପାଇପାରିବାନି ଆମେ, ତାର ଅର୍ଥ। ତାର ଅନ୍ୟ ଅର୍ଥ ହଉଛି ସେ ଖାଦ୍ୟରୁ କୌଣସି ଉପକାରକୁ ପାଇପାରିବାନି ଆମେ। କିନ୍ତୁ ବରଞ୍ଚ ଯେଉଁ ଅନନ୍ତ ଜୀବନଦାୟକ ଖାଦ୍ୟ ଅକ୍ଷର, but for the food which endures to everlasting life, ସେଥିରେ ମଧ୍ୟ ଶ୍ରମ କର। ସେହି ଭକ୍ଷ ମନୁଷ୍ୟ ପୁତ୍ର ତୁମମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା ତାହା ଅର୍ଥାତ ଈଶ୍ୱରଙ୍କୁ ମୁଦ୍ରାଙ୍କିତ କର। ବର୍ତ୍ତମାନ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଗୋଟେ ଟପିକରେ ଏମାନେ କହୁଛନ୍ତି, ଏମାନେ ଖୋଜି ଖୋଜି ଆସିଲେ, ଆରେ କୋଉଠି ଥିଲେ ଆପଣ ଯୀଶୁ, କେତେବେଳେ ଆସିଲେ ପଚାରୁଛନ୍ତି। ଯୀଶୁ ତାଙ୍କର ତାଙ୍କର ହୃଦୟକୁ ଏପଏଣ୍ଟ କରୁଛନ୍ତି, ତାଙ୍କର ହୃଦୟକୁ ପ୍ରକାଶ କରୁଛନ୍ତି ସେମାନଙ୍କ ଭିତରେ କଣ ଚାଲିଛି କହିବି। ତମେ
ମୋର ଆଶ୍ରୟ କର ମୁଁ ଦେଖିଛ ବୋଲି ମୋ ପଛରେ ଆସିନ, ତମେ ମୋର ରୁଟି ଖାଇ ପରିତୃପ୍ତ ହେଇଛ ସେଥିପାଇଁ ଆଶ୍ରୟ କରି ଯୀଶୁ କହିଲେ। ତ ଏମାନେ କଣ କହିବା କଥା? ତାପରେ ମଧ୍ୟ ଯୀଶୁ ତାଙ୍କୁ ଇରିଟେଟ ନ ହେଇକି କହୁଛନ୍ତି କୋଉ ଖାଦ୍ୟକୁ ତମେ ଫୋକସ କରିବା ଦରକାର ବୋଲି କହୁଛନ୍ତି। ଯୋଉ ଖାଦ୍ୟ ନଷ୍ଟ ହେଇଯିବ, ଯୋଉ ଖାଦ୍ୟ ସରିଯିବ, ହଁ, କ୍ଷୟ ହେଇଯିବ, ସେ ଖାଦ୍ୟ ପାଇଁ ତମେ ଫୋକସ କର ନାହିଁ, କିନ୍ତୁ ତମେ ସେ ଅନନ୍ତ ଜୀବନର ଖାଦ୍ୟ ପାଇଁ ତମେ ଯାହାକି ସରିବ ନାହିଁ ସେଇଟା ପାଇଁ ତମେ ଫୋକସ କର ବୋଲି କହୁଛ। 28 ପଦରେ ବର୍ତ୍ତମାନ ଦେଖନ୍ତୁ ବେଶୀ ଇଣ୍ଟରେଷ୍ଟିଂ ବାକ୍ୟ ଲେଖା ହେଇଛି। ସେଥିରେ ସେମାନେ ତାଙ୍କୁ ପଚାରିଲେ ଈଶ୍ୱରଙ୍କ କାର୍ଯ୍ୟ ସବୁ କରିବା ନିମନ୍ତେ ଆମମାନଙ୍କୁ କଣ କରିବାକୁ ହବ? ଏମାନଙ୍କୁ କଣ, ଏମାନଙ୍କ ଭିତରେ କଣ ଚାଲିଯିବ? ମାନଙ୍କର ହୃଦୟ ଭିତରେ କୋଉ ବିଷୟକୁ ଫୋକସ କରିବା ପାଇଁ କହିଲେ ଏମାନଙ୍କ ହୃଦୟରେ ଏମାନେ କଣ ଚିନ୍ତା କରୁଛନ୍ତି ଆଉ କଣ ପଚାରୁଛନ୍ତି? ଏମାନେ ବର୍ତ୍ତମାନ ପଚାରୁଛନ୍ତି ଈଶ୍ୱରଙ୍କ କାର୍ଯ୍ୟ ଆମେ କେମିତି କରିବୁ, ଯୋଉ ସେଥିରେ ମୋର ହୃଦୟ ଭିତରେ ବିଶ୍ୱାସ ନାହିଁ, କି ମୋର ହୃଦୟ ଭିତରେ ସେଠିକି ସ୍ୱତନ୍ତ୍ର ଭାବରେ ପରମେଶ୍ୱରଙ୍କ ସହିତ ମୋର ସମ୍ପର୍କ, ପ୍ରଭୁଙ୍କ ସହିତ ମୋର ହୃଦୟର ପ୍ରବାହିତ, ମଣ୍ଡଳୀ ସହିତ ମୋର ହୃଦୟର ପ୍ରବାହିତର ଦୁନିଆ ହିଁ ନାହିଁ। ହଁ? କିନ୍ତୁ ମୁଁ ବ୍ୟସ୍ତ ହଉଛି କଣ ଚର୍ଚ୍ଚର କାମ କରିବା ପାଇଁ। ମୁଁ ବ୍ୟସ୍ତ ହଉଛି ବର୍ତ୍ତମାନ ମୋର ନିଜର ଧାର୍ମିକତାକୁ ସ୍ଥାପନ କରିବା। ଯଦି ଆମେ ବାଇବଲରେ ଜବାବକୁ ଦେଖିବା ତାହେଲେ ଜବାବ ବହୁତ ଆଶ୍ଚର୍ଯ୍ୟ। ଦାଉଦଙ୍କର ହୃଦୟ ଠାରୁ ତାର ହୃଦୟ ବେଶୀ ଦୂରରେ ଥିଲା। ସେ ବାହିକ ଭାବରେ ଦାଉଦଙ୍କ ନିମନ୍ତେ କାମ କରିବା ପାଇଁ ପରିଶ୍ରମ କରୁଛି। ସେ ଦାଉଦଙ୍କ ପାଇଁ କାମ କରିବା ପାଇଁ ଯୁଦ୍ଧକୁ ଯାଉଛି। ସିଏ ଦେଖାଉଛି ବାହାରେ ମଧ୍ୟ ଦାଉଦଙ୍କ ପାଇଁ କାମ କଲା ଠିକ ବଡ ପୁଅର ହୃଦୟ ସଦୃଶ। ବଡ ପୁଅର ହୃଦୟ ମଧ୍ୟ ବାପା ପାଇଁ କାମ କଲା ପରେ ବାହାରେ ଦେଖାଯାଉଛି, କିନ୍ତୁ ସର୍ବମୋଟ ଭାବରେ ଯଦି ଆମେ ଦେଖିବା ତାହେଲେ ଶେଷରେ ତାର ପ୍ରକୃତ ହୃଦୟ ପ୍ରକାଶ କରୁଛି। ସେ ବାପାଙ୍କର ଖୁସି ସହିତ ସେ ଖୁସି ହେଇପାରୁନାହିଁ। ବାପାଙ୍କ ହୃଦୟ ଠାରୁ ତାର ହୃଦୟ ଅଲଗା ଅଛି। ସେ କହୁଛି ମତେ ମୋର ସାଙ୍ଗମାନଙ୍କ ସହିତ ଛେଳି ଛୁଆଟେ ଦେଲେ ନାହିଁ, ଉପଭୋଗ କରିବା, ଭୋଜି କରିବା। ବାପାଙ୍କର ଖୁସି ସହିତ ବାପାଙ୍କର ନିଜର ବାପାଙ୍କର ଚିନ୍ତାଧାରା, ବାପାଙ୍କର ବିଚାର, ବାପାଙ୍କର ନିଷ୍ପତ୍ତିରେ ସେ ଆଦୌ ଖୁସି ହଉନାହିଁ। ସେ ନିଜକୁ ସ୍ଥାପନ କରିବା ପାଇଁ ବର୍ଷ ବର୍ଷ ଗୋଲାମ କରି ଖଟି ଆସିଥିଲା। ମୁଁ ମଧ୍ୟ ଚର୍ଚ୍ଚରେ ରହିଲି, କାମ କରୁଛି, ପ୍ରଚାର କଲି, ଅନେକ ଗୋଟେ ବିଷୟ କରିକି ମୁଁ ଆସିଲି, କିନ୍ତୁ ମୋର ହୃଦୟ ନା ପ୍ରଭୁଙ୍କ ଦାସଙ୍କ ସହିତ ପ୍ରବାହିତ ହେବାର ଦୁନିଆ ଥିଲା, ନା ମୋର ହୃଦୟ ଭିତରେ ମୁଁ ମଣ୍ଡଳୀର ସମାନ ହୃଦୟକୁ ନେଇକି ମୁଁ କାମ କରିବା ପାଇଁ, ମଣ୍ଡଳୀର ହୃଦୟକୁ ନେଇକି ବଞ୍ଚିବା ପାଇଁ କୌଣସି କ୍ଷେତ୍ରରେ ମୋ ପାଖରେ ସେ ହୃଦୟ ନଥିଲା। ଏବେ ଏ ଜାଗାରେ ଯୀଶୁଙ୍କୁ ସେମାନେ ପଚାରୁଛନ୍ତି ଈଶ୍ୱରଙ୍କ କାର୍ଯ୍ୟ କରିବା ନିମନ୍ତେ ଆମକୁ କଣ କରିବାକୁ ପଡିବ? ପ୍ରଥମେ ସେମାନଙ୍କର ହୃଦୟର ଫୋକସ, ସେମାନଙ୍କର ହୃଦୟର ଦିଗ ହିଁ ଚେଞ୍ଜ ହେବା ଆବଶ୍ୟକ। ସେମାନଙ୍କର ହୃଦୟର ସ୍ଥିତି ବର୍ତ୍ତମାନ କୋଉଠି ଅଛି ସେମାନେ ପାଉନାହାନ୍ତି। ଯୀଶୁ ସେମାନେ କଣ ବୋଲି କହିଲେ ଦେଖନ୍ତୁ 29 ପଦ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ଈଶ୍ୱର ଯାହାକୁ ପ୍ରେରଣା କରିଅଛନ୍ତି ତାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କର କାର୍ଯ୍ୟ। ଯଦି ପ୍ରଥମ ସାମୁଏଲ 15 ପର୍ବର 22 ପଦ ପଢିବେ ତାହେଲେ ସେଠି ଲେଖା ହେଇଛି। ମୁଁ ଗତ ଥର ମୁଁ ସେଇଟା ବାକ୍ୟକୁ ଦେଖେଇଥିଲି ନା, ପ୍ରଥମ ସାମୁଏଲ 15 ପର୍ବର 9 ପଦର ଦେଖିବା, 22 ପଦ। ସାମୁଏଲ କହିଲେ ଯେପରି ସଦାପ୍ରଭୁର ଶୁଣିବାରେ ସେପରିକି ହୋମ ଓ ବଳିଦାନରେ ସଦାପ୍ରଭୁ ସନ୍ତୋଷ ହୁଏ, ଦେଖ ଶୁଣିବା ବଳିଦାନ ଠାରୁ ମନୋଯୋଗୀ ହେବା ଠାରୁ ଉତ୍ତମ। ବର୍ତ୍ତମାନ ଏଇ ଜାଗାରେ ଆମେ ସମାନ ବିଷୟ ପାଉଛୁ। ଯୀଶୁ କଣ ବୋଲି କହୁଛନ୍ତି? ଈଶ୍ୱରଙ୍କ କାର୍ଯ୍ୟ କଣ ବୋଲି ପଚାରିଲାରୁ ଈଶ୍ୱର ଯାହାକୁ ପ୍ରେରଣା କରିଅଛନ୍ତି ତାଙ୍କ ଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ। The greatest work of God is to believe in Jesus Christ. ସବୁଠାରୁ ମହାନ କାର୍ଯ୍ୟ ହଉଛି, ପ୍ରଭୁଙ୍କ ପାଇଁ ମହାନ କାର୍ଯ୍ୟ ହଉଛି ପ୍ରଭୁ ଯାହାକୁ ପ୍ରେରଣା କରିଅଛନ୍ତି ତାଙ୍କ ଠାରେ ବିଶ୍ୱାସ କରିବାଟା ଅଛି ଈଶ୍ୱରଙ୍କ କାର୍ଯ୍ୟ। ଆମେ
ହଁ, ଚର୍ଚ୍ଚ ଭିତରେ, ମଣ୍ଡଳୀ ଭିତରେ ମୋର କାମ ଇମ୍ପୋର୍ଟାଣ୍ଟ ନାହିଁ। ମୋର ହୃଦୟ ଭିତରେ ଯୀଶୁଙ୍କର ବିଶ୍ୱାସ କରିବାଟା, ଯୀଶୁଙ୍କ ବାକ୍ୟ ବିଶ୍ୱାସ କରିବାଟା ହଉଛି important। ପରମେଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କରି ବୁଝିବାଟା ହଉଛି important। ସେଇଟା ହିଁ ପ୍ରଭୁଙ୍କର କାର୍ଯ୍ୟ ଅଟେ। କିନ୍ତୁ ମୁଁ ପରମେଶ୍ୱର ବାକ୍ୟକୁ ଫିଙ୍ଗିକି, ପରମେଶ୍ୱର ଦାସଙ୍କର ହୃଦୟକୁ ଫିଙ୍ଗିକି ମୋ ନିଜର ମାପଦଣ୍ଡକୁ ନେଇକି ବଞ୍ଚି ଆସିଥିଲି। ଯଦି ଏ ଜାଗାରେ ଯଦି ଆମେ କ୍ରମାଗତ ଭାବରେ ଯଦି ଦେଖିବା, ଦେଖନ୍ତୁ 30 ପଦ ଦେଖନ୍ତୁ କଣ ଲେଖା ହେଇଛି। ସେଥିରେ ସେମାନେ ତାଙ୍କୁ ପଚାରିଲେ, ତାହା ହେଲେ ଆପଣ ଚିହ୍ନ ସ୍ୱରୂପ କଣ କରୁଛନ୍ତି ଯେ ତାହା ଦେଖି ଆମେ ଆପଣଙ୍କୁ ବିଶ୍ୱାସ କରିପାରୁ? କଣ ଅଛି ଆପଣଙ୍କ ପାଖରେ ଚିହ୍ନ ଦେଖିକି ଆମେ ଆପଣଙ୍କୁ ବିଶ୍ୱାସ କରିପାରୁ ପଚାରୁଛନ୍ତି। ହଁ, ବର୍ତ୍ତମାନ ଏଇ ଦିନକରେ ଚର୍ଚ୍ଚ ଆଉ ନାହିଁ, ଠିକ ନାହିଁ, ଚର୍ଚ୍ଚ ଭଲ ଲାଗୁନାହିଁ, କିଛି ମଧ୍ୟ ଭଲ ଲାଗୁନି ମତେ। କଣ ପାଇଁ ଯିବି ମୁଁ? ମତେ ଟିକେ ହଁ, ଆଗ ପରି ଲାଗୁନାହିଁ। ଆମେ ଏମିତି କହିବା କିନ୍ତୁ କହୁଛୁ ଏମାନେ ଯୀଶୁଙ୍କ ଠାରୁ ଅ, କଣ ବୋଲି କଥା ହଉଛନ୍ତି? କଣ ଚିହ୍ନ ସ୍ୱରୂପ ଅଛି? ଆପଣ ଚିହ୍ନ ସ୍ୱରୂପ କଣ କରୁଛନ୍ତି ଯେ ତା ଦେଖି ଆମେ ଆପଣଙ୍କୁ ବିଶ୍ୱାସ କରିପାରିବୁ? ବହୁତ ଆଶ୍ଚର୍ଯ୍ୟ ବିଷୟ ମାନେ ପଚାରୁଛୁ। ଈଶ୍ୱର ଯୀଶୁ କହିଲେ, ଈଶ୍ୱର ଯାହାକୁ ପ୍ରେରଣ କରିଅଛନ୍ତି ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ ଅଟେ। ଏମାନେ ପଚାରୁଛନ୍ତି, ଆପଣ କଣ ଏମିତି ଚିହ୍ନ ସ୍ୱରୂପ କରୁଛନ୍ତି ଯେ ଆମେ ଆପଣଙ୍କୁ ବିଶ୍ୱାସ କରିବୁ? ତାପରେ ଦେଖନ୍ତୁ 31 ପଦରେ କଣ ଲେଖା ହେଇଛି। ଆପଣ କଣ ସାଧନ କରୁଛନ୍ତି? ଆମ ମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନା ଭୋଜନ କରୁଥିଲେ, ଯେପରି ଲେଖା ଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ। ଆପଣ କଣ ସାଧନ କରୁଅଛନ୍ତି ବୋଲି ପଚାରୁଛନ୍ତି। ହେଁ? ଆଉ ଯେପରି ଲେଖା ଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ, ଯାହାକୁ ମାନା। 32 ପଦରେ ଯୀଶୁ କଣ କହୁଛନ୍ତି ଦେଖନ୍ତୁ। ସେଥିରେ ଯୀଶୁ ସେମାନେ କହିଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ମୋ ସହ ତୁମମାନଙ୍କୁ ସ୍ୱର୍ଗରୁ ଆହାର ଦେଇନାହାନ୍ତି, କିନ୍ତୁ ମୋର ପିତା ତୁମମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି। ହଁ, ବର୍ତ୍ତମାନ ଯୀଶୁ କଣ୍ଟିନ୍ୟୁ ଆମ ସହିତ କଥା ହଉଛନ୍ତି, ବାଟ୍ ଏମାନେ ଯୀଶୁଙ୍କର ବାକ୍ୟ ବୁଝି ପାରୁନାହାନ୍ତି, କି ଶୁଣି ପାରୁନାହାନ୍ତି, ଗ୍ରହଣ କରିପାରୁନାହାନ୍ତି। ମୋ ସହ ତୁମମାନଙ୍କୁ ସ୍ୱର୍ଗରୁ ଆହାର ଦେଇନାହାନ୍ତି, ମୋର ପିତା ତୁମମାନଙ୍କୁ ସ୍ୱର୍ଗରୁ ଆହାର ଦିଅନ୍ତି। ଏବେ ବର୍ତ୍ତମାନ ଯୀଶୁ କହିଲେ ଯେ ମୋ ଦେଇ ନ ଗଲେ କିଏ ମତେ ପିତାଙ୍କ ନିକଟକୁ ଯାଇପାରିବ? ଲୋକମାନେ ମଶାଙ୍କ ଦେଇ ପିତାଙ୍କ ନିକଟକୁ ଯିବା ପାଇଁ ଚେଷ୍ଟା କରୁଥିଲେ ସେ ସବୁ, ମାନେ ବ୍ୟବସ୍ଥା ଦେଇ, ବ୍ୟବସ୍ଥାକୁ ମାନି, ବ୍ୟବସ୍ଥା ପାଳନ କରି। ସେ ବ୍ୟବସ୍ଥାକୁ ପାଳନ କରିବା ଦ୍ୱାରା ମଣିଷ କିଏ ମଧ୍ୟ ପ୍ରଭୁଙ୍କ ପାଖକୁ ପହଞ୍ଚି ପାରିବ ନାହିଁ। ଯୀଶୁଙ୍କ ଦେଇକି ହିଁ ସେ ପହଞ୍ଚି ପାରିବ। କାରଣ ଯେଉଁ ଆହାର ସ୍ୱର୍ଗର ଅବତରଣ କରି ଜଗତକୁ ଜୀବନ ଦାନ କରେ, ତା ଈଶ୍ୱରଙ୍କ ଆହାର। ସେମାନେ ତାଙ୍କୁ କହିଲେ, ପ୍ରଭୁ ସବୁବେଳେ ଆମମାନଙ୍କୁ ଏହି ଆହାର ଦିଅନ୍ତୁ। ସେଥିରେ ଯୀଶୁ କହିଲେ, ମୁଁ ସେଇଆ ଜୀବନଦାୟକ ଆହାର। ଯେ ମୋ ନିକଟକୁ ଆସେ ସେ କଦାପି କ୍ଷୁଧିତ ହବ ନାହିଁ, ଆଉ ଯେ ମୋ ଠାରେ ବିଶ୍ୱାସ କରେ ସେ କଦାପି ତୃଷିତ ହବ ନାହିଁ। ଏବେ ଯୀଶୁ ବର୍ତ୍ତମାନ ନିଜ ବିଷୟରେ କହୁଛନ୍ତି। ଯୋଉ ଲୋକମାନେ ଯୀଶୁଙ୍କ ପାଖରେ ଆସିଛନ୍ତି, ଯୀଶୁଙ୍କୁ ଅନୁଗମନ କରୁଛନ୍ତି, ଏ ମଣ୍ଡଳୀ ଭିତରେ ବଞ୍ଚିଲା ସମୟରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ ଆମେ କଣ ଶିଖିପାରିବା, ଆମେ କଣ ଜାଣିପାରିବା, ଆଉ ଆମର ହୃଦୟ ଭିତରେ ମୂଳତଃ ଭାବରେ କୋଉ ବିଷୟର ସ୍ଥାପନ ହେବା ଆବଶ୍ୟକ? ମୁଁ କାହିଁକି ଅଶୋକକୁ ଗାଳି କରୁଛି?
ଏଥିପାଇଁ ନାହିଁ ଯେ ବର୍ତ୍ତମାନ କଣ ଭୁଲ କରୁଛୁ କଣ ଠିକ କରୁଛୁ ସେଥିପାଇଁ ନାହିଁ, କିନ୍ତୁ ଶିଖିବାର ହୃଦୟ ଡେଭଲପ ହେବାକୁ ପଡିବ। ଶୁଣିବାର ମନର ଡେଭଲପମେଣ୍ଟ ଦରକାର, ଶୁଣିବାର ହୃଦୟ ଡେଭଲପ ଦରକାର, ଶିଖିବାର ହୃଦୟ ଡେଭଲପ ହେବ। କଣ ଶିଖିବ? ଯଦି ଶିଷ୍ୟମାନେ ଯୀଶୁ ପଚାରୁଛନ୍ତି ଈଶ୍ୱର କାର୍ଯ୍ୟ କରିବା ନିମନ୍ତେ ଆମେ କଣ କରିବୁ? ଯୀଶୁ କହିଲେ ଈଶ୍ୱର ଯାହାକୁ ପ୍ରେରଣା କରିଅଛନ୍ତି ତାଙ୍କର ଶୁଣିବାଟା ହଉଛି ଈଶ୍ୱର କାର୍ଯ୍ୟ। ମଣ୍ଡଳୀ ଯଥେଷ୍ଟ ଆମକୁ ଶୁଣେଇକି ଶୁଣେଇକି ଡେଭଲପ କରିବା ପାଇଁ ଯଥେଷ୍ଟ ରାସ୍ତା ଦେଇଛି ମଣ୍ଡଳୀ। ଯଦି ରିଏଲି ମୁଁ ଈଶ୍ୱର କାର୍ଯ୍ୟ କରିବା ପାଇଁ ଆପଏଣ୍ଟ ହେଇଛି, ଯଦି ରିଏଲି ମୁଁ ଚର୍ଚ୍ଚର କାମ କରିବା ପାଇଁ ଆପଏଣ୍ଟ ହେଇଛି, ଚାहे ମୁଁ ପାଷ୍ଟର ଆପଏଣ୍ଟ ହେଇଛି ସେଟା, ଯଦି ମୁଁ ମଣ୍ଡଳୀରେ ପାଷ୍ଟର ପୋଜିସନ ପାଇଛି କାମ କରିବା ପାଇଁ, ଯଦି ମୁଁ ଡିକନର ପୋଜିସନ ପାଇଛି କାମ କରିବା ପାଇଁ, ଯଦି ମୁଁ ଏଲ୍ଡର ପୋଜିସନ ପାଇଛି କାମ କରିବା ପାଇଁ, ଯଦି ମୁଁ ଟ୍ରେଜେରୀରେ ହେବାର ପୋଜିସନ ପାଇଛି କାମ କରିବାଟା, କି ମୁଁ ବର୍ତ୍ତମାନ ଚର୍ଚ୍ଚର ଡ୍ରେନ ସଫା କରିବାଟା ମତେ ଯଦି ଇନଚାର୍ଜ ଦିଆଯାଇଛି, ପ୍ରଥମେ କୋଉଠୁ ଷ୍ଟାର୍ଟ ହବ ମୋର କାମ ଜାଣିଛନ୍ତି? ଶୁଣିବା ଠାରୁ। ଶୁଣିବା ଠାରୁ ଷ୍ଟାର୍ଟ ହବ ମୋର କାମ ଚର୍ଚ୍ଚ। କିନ୍ତୁ ମୁଁ ଶୁଣିବି କେମିତି? ଏମାନେ ପଚାରୁଛନ୍ତି ଆରେ କଣ ଚିହ୍ନ ସ୍ୱରୂପ ଅଛି ଆପଣଙ୍କର ଯେ ଆମେ ଆପଣଙ୍କ ଠାରୁ ଶୁଣିବୁ କି ଫୋକସ କରିବୁ କି ଆମେ ତାକୁ ବିଶ୍ୱାସ କରିବୁ? ଅପର ପକ୍ଷରେ ବର୍ତ୍ତମାନ ଆମମାନେ ଯଦି ଚିନ୍ତା କରିବା ଏ ବିଷୟକୁ ନେଇକି, ତାହେଲେ ବହୁତ ହୃଦୟ ଭିତରେ ଆମମାନେ ଆମର ହୃଦୟକୁ ଦେଖିପାରିବା ଯେ ବର୍ତ୍ତମାନ ଏଇ ଜାଗାରେ ଯୀଶୁଙ୍କର ରୁଟି ଖାଇକି ପରିତୃପ୍ତ ହେବା ଲୋକମାନଙ୍କ ବିଷୟରେ ବର୍ତ୍ତମାନ ଯୀଶୁ କହୁଛୁ। ଯେତେବେଳେ ମୁଁ ଏ କାହାଣୀ ଏ ବାକ୍ୟ ଦେଖୁଛି, ମୋର ନିଜର ଛବିକୁ ମୁଁ ଦେଖିପାରୁଛି। ହଁ? ତ ବର୍ତ୍ତମାନ ଅଶୋକର ମ୍ୟାରେଜ ବି ହେଇନାହିଁ, ବହୁତ ୟଙ୍ଗ ଏବେ ଅଛୁ, 30 ବର୍ଷ ବି ହେଇନାହିଁ। ମୋଠୁ ଅଧିକ କାମ କୋ ପାଷ୍ଟ ମାନେ ଏଠି କରୁଛନ୍ତି, କିନ୍ତୁ ମୁଁ ସକାଳେ ଉଠିଲେ ମୁଁ ବାଧ୍ୟ ବାଇବଲ ପଢିବା ପାଇଁ, ପ୍ରେଜେଣ୍ଟେସନ ଲେଖିବା ପାଇଁ, ଏଇଟା ମୁଁ କମ୍ପଲସରି ହେଇଗଲା ମୋର ଟପିକ। ମୁଁ ବେଶୀ ଥ୍ୟାଙ୍କଫୁଲ ଅଟେ। ହଁ? ଦିନ ସାରା ଇଆଡେ ସିଆଡେ କାମ କରିକି ସେଟା କେମିତି ହବ ସେଟା କେମିତି ହବ, ହଁ? ଖାଲି ଜଣକୁ ପ୍ରବଚନ ଦେବାଟା, ଜଣକୁ ଉତ୍ତମ ଶିକ୍ଷା ଦେବାଟା, କିନ୍ତୁ ନିଜେ ହୃଦୟ ଭିତରେ ବାକ୍ୟକୁ ଶୁଣିବା ପାଇଁ, ବାକ୍ୟକୁ ପଢିବା ପାଇଁ ନାହିଁ। ତ ଆଜି ପାଷ୍ଟର ଯଦି ବାଇବଲ ପଢିବା ପାଇଁ ସମୟ ନାହିଁ, ତାହେଲେ ପାଷ୍ଟର ହେବାର କ୍ୱାଲିଫାଇ ନାହିଁ। ଆମର ଭାଇ ଭଉଣୀ ମାନେ ମଧ୍ୟ ଅଛି, ଦି ଭାଗ ଥିବେ, ମୁଁ ଜାଣିନାହିଁ ଆଉ ଆଉ କେମିତି କରୁଛ। ତ ଗତ ଦିନ ମାନଙ୍କରେ ବାଇବଲ ପଢିବା ପାଇଁ କୁହାହେଲା, ବାଇବଲ ପଢିକି ତମକୁ ରିପୋର୍ଟ ଦିଅ। ତା ପରବର୍ତ୍ତୀ ସମୟରେ ମୁଁ କହିଲି ବାଇବଲ ପଢାର ପ୍ରେଜେଣ୍ଟେସନ ମୋର ଫୋନରେ ଜଣେ ଡିକନ ଟିକେ 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 ଲେଖିକି ପଠଉଛନ୍ତି, ମାନେ ସେ ତାଙ୍କର ସେ ହଉଛନ୍ତି ସନାତନ ଡିକନ। ମୁଁ ତାଙ୍କର ଆଗ ଟିକେ ପ୍ରେଜେଣ୍ଟ, ବାକି ରେଷ୍ଟ ଅଫ 190 and 191 ଅଛନ୍ତି ଆମର ଚର୍ଚ୍ଚ ମେମ୍ବର, 191 ମେମ୍ବରରେ ଜଣେ ଲେଖିକି ପଠଉଛନ୍ତି। ମାନେ ମୁଁ କହିବାକୁ ଚାହୁଁଛି ବାଇବଲ କଣ ପାଇଁ ପଢିବା ଦରକାର? ଜଣକୁ ଭଲରେ ପ୍ରଚାର କରିବା ପାଇଁ। କୋଉ ପ୍ରକାର ହୃଦୟକୁ ନେଇକି ଏମାନେ ପଚାରୁଛନ୍ତି? ଈଶ୍ୱର କାର୍ଯ୍ୟ କରିବା ନିମନ୍ତେ ଆମକୁ କଣ କରିବା ଦରକାର? ଏମାନଙ୍କୁ କଣ ପାଇଁ ଈଶ୍ୱର କାର୍ଯ୍ୟ କରିବା ଦରକାର? ପ୍ରଥମତଃ ଈଶ୍ୱରକୁ ବିଶ୍ୱାସ କରୁନାହାନ୍ତି। ଯୀଶୁ ଯୋଉ ବିଷୟକୁ ନେଇକି ଫୋକସ କରି କହୁଛନ୍ତି, ତମେ ମତେ ମୋର ଆଶ୍ରକର୍ମ ଦେଖି ମୋ ପଛରେ ଆସିଛ ସେମିତି ନାହିଁ, ତମେ ମୋର ରୁଟି ଖାଇଲ, ତମେ ପରିତୃପ୍ତ ହେଲ, ସେଥିପାଇଁ ଆସିଛ। ତାହେଲେ ମୁଁ ମୋର ପୋଜିସନ ଖାଲି ପାଷ୍ଟର, ହଁ? ସେଥିପାଇଁ ମୁଁ ସମସ୍ତ କମାଣ୍ଡ କରିବି, ହଁ ଏମିତି ନାହିଁ ସେମିତି ନାହିଁ, ଏମିତି କରୁଛନ୍ତି। ଏଇଟା ବହୁତ ଭୁଲ ହୃଦୟ। ମୋର ତଳେ ଯଦି ଅଶୋକ କୋ ପାଷ୍ଟ ହେଇକି ବଞ୍ଚୁଛି ବୋଲେ, ମୁଁ ଯୋଉଟା କରୁଛି ସେଇଟା ସେ ଜିନିଷକୁ ତୁ ଅନୁଗମନ କରିବାକୁ ପଡିବ। ଆତ୍ମିକ କାର୍ଯ୍ୟ, ସ୍ପିରିଚୁଆଲ ଲାଇଫ ବିଷୟରେ କହୁଛି। ଦେନ୍ ସକାଳୁ ଉଠିକି ଆମେ ବାଇବଲ ପଢିବାଟା, ସକାଳୁ ଉଠିକି ଆମମାନେ ମେଡିଟେସନ କରିବାଟା,
ଆଉ ତାପରେ ଆମେ ବାକ୍ୟକୁ ଲେଖିବାଟା ଆମର ସମସ୍ତ ଭାଇ ଭଉଣୀ ମାନେ କଣ ଆମେ ପ୍ରେଜେଣ୍ଟେସନ ଲେଖୁନାହାନ୍ତି? ହଁ? ରାନ୍ଧୁଛନ୍ତି ଆପଣ ମାନେ କି ଆପଣ ମାନେ ଡ୍ୟୁଟିକୁ ଯାଉଛନ୍ତି କି ଯେକୌଣସି ବିଷୟ କରନ୍ତୁ ଆପଣ, ତାହେଲେ ଯଦି ଅଧଘଣ୍ଟା ଗୋଟେ ଚାପ୍ଟର ପଢିବା ପାଇଁ ଗୋଟେ ଚାପ୍ଟରକୁ ପଢିକି ପ୍ରେଜେଣ୍ଟେସନ ଲେଖିବା ପାଇଁ ଇଟ୍ ଟେକ୍ସ ଓନ୍ଲି 30 ମିନିଟ୍ସ, ଅଧଘଣ୍ଟା। ଚିନ୍ତା କରନ୍ତୁ ସ୍ପିରିଚୁଆଲ ଷ୍ଟେଟ କଣ ଅଛି। ଅଧା ଘଣ୍ଟା ସମୟ ନାହିଁ ବାଇବଲ ପଢିକି ଲେଖିକି ପଠେଇବା। ଆଉ ଅନ୍ୟ ଜିନିଷ ମୁଁ କଣ, ଆମେ ବ୍ୟସ୍ତ ଇଆଡେ ସିଆଡେ, ତାକୁ ଫୋନ, ଏଡେ କାମ ସେଟା କାମ। ଆରେ ଚର୍ଚ୍ଚ କହିଛି ପ୍ରେଜେଣ୍ଟେସନ ଦେବା ପାଇଁ, ଚର୍ଚ୍ଚ କହିଛି ବାକ୍ୟକୁ ଲେଖିକି ଧ୍ୟାନ କରିକି ପଠେଇବା, କାହା ପାଇଁ? ଚର୍ଚ୍ଚରେ ଷ୍ଟାମ୍ପ ମାରିବା ପାଇଁ। ମୁଁ ଯୋଉଦିନ ଲେଖିଲେନି ପାଷ୍ଟର ଡଙ୍ଗେ ଆମକୁ ଲେଖିଦେଲେ ଯେ ତମେ ତମ ଉପବାସ କରୁ, ଆମେ ଉପବାସ କରୁ। ଉପବାସ କରା ଦିନ ଭାବିଲି, ଆରେ ଉପବାସ କରିବା ପଛରେ ଚର୍ଚ୍ଚ ମତେ କଣ କଣ କହୁଛି। ହଁ ଚର୍ଚ୍ଚ ମତେ ଉପବାସ ମାଧ୍ୟମରେ ଭୋକ କରିବା ପାଇଁ ନାହିଁ, ଭୋକ ଦ୍ଵାରା କଷ୍ଟ ଦେବା ପାଇଁ ନାହିଁ, ଏ ଭୋକ ଦ୍ଵାରା ଯେମିତି ମୁଁ ଫୋକସ କରିପାରିବି ଯେ ମୁଁ କଣ ପାଇଁ ମତେ ଏଟା ଆଜି ଉପବାସ ଦିଆଯାଇଛି। ମୁଁ ପ୍ରଭୁଙ୍କର ବାକ୍ୟକୁ ତୁଚ୍ଛ କଲି, ମୁଁ ପ୍ରଭୁଙ୍କର ସ୍ୱରକୁ ମୁଁ ଫିଙ୍ଗିଛି କାଲି। ହେଲେ ମୁଁ ନ ବାଇବଲକୁ ନ ପଢିବାଟା ମୋର କ୍ଷତି ଲସ୍। ମୁଁ ବାଇବଲକୁ ଷ୍ଟଡି ନ କରିବା ପାଇଁ ନ କରିବାଟା ମୋର ହଉଛି ସେଟା କ୍ଷତି। ଯାହା ମଧ୍ୟ ବ୍ରେନରେ ଅଛି ବାକ୍ୟ ମୁଁ କହିଦେବି, କିନ୍ତୁ ପ୍ରାକ୍ଟିକାଲ ଲାଇଫରେ ଯଦି ଦେଖୁଛୁ ତାହେଲେ ଆମ ହୃଦୟ ଭିତରେ ଯଦି ଈଶ୍ୱରଙ୍କ ବାକ୍ୟର ଫ୍ଲୋ ନାହିଁ, ତାହେଲେ ମୁଁ ଖାଲି ଜ୍ଞାନ ଖାଲି ଧରିଥିବି। କେତେ ଗୁରୁତ୍ୱପୂର୍ଣ୍ଣ ଏଇଟା ଜାଣିଛନ୍ତି? କେତେ ଆବଶ୍ୟକ ଅଟେ ଆପଣ ମାନଙ୍କୁ ବାଇବଲ ପଢିବା, ବାଇବଲ ପଢିକି ଚର୍ଚ୍ଚର ନିର୍ଦ୍ଦେଶ ଅନୁସାରେ ପ୍ରେଜେଣ୍ଟେସନ ଲେଖିକି ଆପଣମାନେ ଅପଲୋଡ କରନ୍ତୁ ଗ୍ରୁପରେ ବୋଲି ଚର୍ଚ୍ଚରେ ପ୍ରଭୁଙ୍କ ଦାସ କହିଲେ। କିନ୍ତୁ ସେଇଟା ପଛରେ ଫିଙ୍ଗିକି ମୁଁ ଯୋଉଟା ଜାଣିଛି ସେଟାକୁ ଧରିକି ଖାଲି ମୁଁ ଜାଣିଛି। ଅଶୋକ ଜାଣିବା ଦରକାର ପାଷ୍ଟର ହେବାର ଅନୁଗ୍ରହକୁ ପରମେଶ୍ୱର ତତେ ଦେଇଛନ୍ତି। ଇଟ୍ସ ଏ ଗ୍ରେସ୍। ତୋ ପାଖରେ ଏବିଲିଟି ନାହିଁ, ତୋ ପାଖରେ ଦକ୍ଷତା ନାହିଁ, ୟୁ ଆର୍ ନଟ୍ କ୍ୟାପେବଲ ଫର ଟୁ ବି ଏ ପାଷ୍ଟର। ପାଷ୍ଟର ହେବା ପାଇଁ 1% ମଧ୍ୟ ସର୍ତ୍ତ ନାହିଁ, ଇଭେନ ମୋର ମଧ୍ୟ ନାହିଁ। 2001 ମସିହାରେ ମୁଁ ଚର୍ଚ୍ଚକୁ ଆସିଲି, ଏବେ 25 ସାଲ ଚାଲିଛି। 2005 ମସିହାରେ ମୁଁ ପାଷ୍ଟର ହେଲି, 5 ରୁ 6 7 8 କରିକି ମୋତେ 25ରେ ଅଛି। ଏନିହାଉ ଯାହା ହେଲେ ମଧ୍ୟ ମୁଁ ନିଜ ବିଷୟରେ କେତେଟା ବିଷୟ ମୁଁ କହିପାରିବି କାମ, କିନ୍ତୁ ମୋ ଜିରୋକୁ ପରମେଶ୍ୱର ମୋତେ ଜିରୋକୁ ଆଣୁଛନ୍ତି। କୌଣସି ଜିନିଷ ମୋର ଗ୍ରହଣ ଯୋଗ୍ୟ ନୁହେଁ ଚର୍ଚ୍ଚରେ ମୋର ଶରୀର ଅଛି। ଈଶ୍ୱର ବାକ୍ୟ କେବଳ ମୂଳ, ଈଶ୍ୱରଙ୍କ ବାକ୍ୟ ଛଡା ମୋର ସମସ୍ତ ବିଷୟ ଗୁଡାକ ଧୂଳି ମାତ୍ର, କିଛି ଲାଭ ନାହିଁ, ୟୁଜଲେସ୍ ଜିନିଷ। ସେଥିପାଇଁ ଆମେ ଯେତେବେଳେ ବାକ୍ୟକୁ ଦେଖୁଛେ ଜାଗାରେ ଯୀଶୁଙ୍କର ସହଭାଗିତା, ଯୀଶୁ ବର୍ତ୍ତମାନ ଶିଷ୍ୟମାନଙ୍କ ସହିତ ସହଭାଗିତା କରୁଛନ୍ତି, ଆମ ସହିତ ପ୍ରଭୁ ବାକ୍ୟ ଦ୍ୱାରା ସହଭାଗିତା କରୁଛନ୍ତି। ଯେମିତି ଯେମିତି ଆମେ ଏଇଠି ଦେଖିବା ତଳେ ତଳେ ଆଉ ଥରେ 36 ପଦରେ କଣ ଲେଖା ହେଇଛି, 35 ପଦରେ ପଢିଲୁ ଆମର ସେଥିରେ ଯୀଶୁ ସେମାନେ କହିଲେ ମୁଁ ସେଇ ଜୀବନଦାୟକ ଆହାର। ଯୀଶୁ ହଉଛନ୍ତି ଜୀବନଦାୟକ ଆହାର, ଯେ ମୋ ନିକଟକୁ ଆସେ ସେ କଦାପି ଖୋଦିତ ହବ ନାହିଁ। ମତେ ଦେଖିଲେ ସରି ଆଉ ଯେ ମୋ ଠାରେ ବିଶ୍ୱାସ କରେ ସେ କଦାପି ତୃଷିତ ବି ହେବ ନାହିଁ। ସେ ଭୋକିଲା ବି ହବ, ଖୋଦିତ ବି ହବ ନାହିଁ, ତୃଷିତ ବି ହବନି। କିଏ? ଯେ ମୋ ନିକଟକୁ ଆସେ। 36 ପଦରେ କଣ ଲେଖା ହେଇଛି ଦେଖନ୍ତୁ, 36 କିନ୍ତୁ ତୁମେ ମାନେ ମତେ ଦେଖିଲେ ହିଁ ଯେ ବିଶ୍ୱାସ କରୁନାହ, ଏହା ମୁଁ ତୁମମାନଙ୍କୁ କହୁଅଛି। ମତେ ଦେଖୁଛ ମାନେ କଣ ଅର୍ଥ? ମୋର ଦାଢି ଦେଖୁଛ, ମୋର ନାକ ଦେଖୁଛ, ମୋର ପାଟି ଦେଖୁଛ, ସେଟା ଯୀଶୁ କହୁଛନ୍ତି ନାଇଁ।
ମୋର ଆଶ୍ରୟ ଦେଖିଲେ ମଧ୍ୟ, ମୋର ବାକ୍ୟ ଶୁଣିଲେ ମଧ୍ୟ, ତମେ ମତେ ଦେଖିଲେ ମଧ୍ୟ, ପାଖରେ ଆସିକି ମିଶିଲେ ମଧ୍ୟ ତମେ ମତେ ବିଶ୍ୱାସ କରୁନ। ପିତା ଯେ ସମସ୍ତଙ୍କୁ ମତେ ଦାନ କରନ୍ତି ସେମାନେ ମୋ ନିକଟକୁ ଆସନ୍ତି। ପିତା ଯେ ସମସ୍ତଙ୍କୁ ମତେ ଦାନ କରନ୍ତି ସେମାନେ ମୋ ନିକଟକୁ ଆସିବେ। ଆଉ ଯେ ମୋ ନିକଟକୁ ଆସେ ତାହାକୁ ମୁଁ କୌଣସି ପ୍ରକାର ବାହାର କରିଦେବି ନାହିଁ। ମୁଁ ଯେତେବେଳେ ବାକ୍ୟ ଦେଖୁଛି ଏ ଜାଗାରେ 36 ପଦରେ, ହଁ, ଯିଏ ମୋ ନିକଟକୁ ଆସେ ତାହାକୁ ମୁଁ କୌଣସି ପ୍ରକାର ବାହାର କରିଦେବି ନାହିଁ। ଯୀଶୁଙ୍କର ହୃଦୟ ଭିତରେ ଏ ପ୍ରକାର ହୃଦୟ ଅଛି। ଯୀଶୁ ପାଖକୁ ଯିଏ ଯିବ ତାକୁ କେବେ ସେ ବାହାର କରିପାରିବେ ନାହିଁ। କିନ୍ତୁ ଯୀଶୁଙ୍କୁ ବିଶ୍ୱାସ ହିଁ କରୁନାହାନ୍ତି। ଏଠି କହୁଛନ୍ତି ଯୀଶୁ, ମୁଁ ତମକୁ ମତେ ଦେଖିଲେ ମଧ୍ୟ ତମେ ମତେ ବିଶ୍ୱାସ କର। ପିତା ତାପରେ 38 ପଦ ଦେଖନ୍ତୁ, କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି। ଆଉ ମୋର ପ୍ରେରଣକର୍ତ୍ତା ଯେ ସମସ୍ତ ମତେ ଦାନ କରିଅଛନ୍ତି ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାଙ୍କୁ ସ୍ଥାପନ କରିବି, ଏହା ତାହାକୁ ଇଚ୍ଛା। ଯୀଶୁ ଏ ଜାଗାରେ କଣ୍ଟିନ୍ୟୁ ଫେଲୋସିପ। ଆଜି ଆମମାନେ ବର୍ତ୍ତମାନ ଏଇ ସମୟରେ କାଣ୍ଟାଟାର ସିଜନକୁ ପହଞ୍ଚିଲୁ। ଅନେକ ଗୋଟିଏ ପରିସ୍ଥିତି ଦେଖାଯାଉଛି ମୋ ସାମ୍ନାରେ, ଅନେକ ଗୋଟିଏ ବୋଝ ଦେଖାଯାଉଛି। ମୋ ସହିତ କଥା ହେବା ଲୋକମାନେ ଅଛନ୍ତି, ଆମ ଭାଇ ଭଉଣୀ ମାନେ କଥା ହଉଛନ୍ତି। ଆମେ ଆମମାନଙ୍କର ପରସ୍ପର କଥାବାର୍ତ୍ତା। ଗତ ଦିନ ଘରେ ଆମେ ସାନଗଡ଼ ମାସରେ ପଡା ଗଲୁ, ଆଉ ସେ ଜାଗାରେ ପାଞ୍ଚଟା ବିଷୟରେ କଥାବାର୍ତ୍ତା କଲୁ। ଦେନ୍ ସେଇ ଜାଗାରେ କାଣ୍ଟାଟା କରିବା ପାଇଁ ଅନେକ ଗୁଡିଏ ପ୍ରସ୍ତୁତର ଆବଶ୍ୟକତା ଅଛି, ଅର୍ଥର ଆବଶ୍ୟକତା, ମ୍ୟାନେଜମେଣ୍ଟର ଆବଶ୍ୟକତା ଅଛି, ଅନେକ ଗୁଡିଏ ବିଷୟର ଆବଶ୍ୟକତା ଅଛି। ମୁଁ କଣ କରିପାରିବି ପ୍ରଭୁଙ୍କ ପାଖରେ ପ୍ରାର୍ଥନା ନ କଲି? ଈଶ୍ୱର ଯଦି ସକ୍ଷମ ସମସ୍ତ ବିଷୟ କରିବା ପାଇଁ, ଈଶ୍ୱର କହୁଛନ୍ତି ମତେ ତମେ ବିଶ୍ୱାସ କର, ମୁଁ ତମ ସମସ୍ତ ବିଷୟକୁ ତମକୁ ଜଗିବି। ହଁ, ପରମେଶ୍ୱର ସବୁ ବିଷୟ ଗୁଡାକ ଜାଣିଛନ୍ତି। ହୁଁ। ମାତ୍ର ସମସ୍ୟା ଯଦି ମୋର ହୃଦୟ ଭିତରେ ମୁଁ ଯୀଶୁଙ୍କୁ ହିଁ ଶୁଣି ପାରୁନି, ବିଶ୍ୱାସ କରିପାରୁନି, ତାହେଲେ ମୁଁ କେମିତି କରିବି? ଯୀଶୁଙ୍କର ହୃଦୟ ଅଛି, ମୁଁ କଣ ଛାଡି ପାରିବି? ମୁଁ ଜଣକୁ ମଧ୍ୟ ହରେଇବା ପାଇଁ ମୋର ଇଚ୍ଛା ନାହିଁ। ତାପରେ ଯଦି ଆମେ ତଳେ ଦେଖିବେ 41 ପଦରେ, 41 ପଦରେ ଦେଖୁନ, ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ଆହାର ଅଟେ। ଯୀଶୁ କହୁଛନ୍ତି ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହେବା ଆହାର ଅଟେ। ସେ ଏହା କହିବାରୁ ଯିହୁଦୀ ମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ଏ କଣ ଯୋସେଫର ପୁଅ ଯୀଶୁ ନୁହେଁ? ଆମମାନେ କଣ ଏହାର ବାପା ମାଆକୁ ଜାଣୁନା? ତେବେ ମୁଁ ସ୍ୱର୍ଗରୁ ଅବତରଣ କରିଅଛି ବୋଲି ସେ ଏବେ କିପରି କହୁଛି? ଆରେ ଇଏ ସେ ଯୋସେଫର ପୁଅ, ବଢିର ପୁଅ ଇଏ। ତେ ମୁଁ ସ୍ୱର୍ଗ ଅବତରଣ କରୁଅଛି ବୋଲି କେମିତି କହୁଛି ଏ ଲୋକ? ଯୁହୁଦୀ ମାନେ ବଚସା କରୁଛନ୍ତି। 43 ପଦରେ ଦେଖନ୍ତୁ, ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆପଣ ଆପଣ ମଧ୍ୟରେ ବଚସା କର ନାହିଁ। ହୁଁ। କାହିଁକି ତମେ ବଚସା କରୁଛ? କାହିଁକି ତମେ ତର୍କ ବିତର୍କ କରୁଅଛ? ମୋର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି କେବଳ ସେ ମୋ ନିକଟକୁ ଆସିପାରେ, ଆଉ ମୁଁ ଶେଷ ଦିନରେ ତାଙ୍କୁ ସ୍ଥାପନ କରିବି। ଭାବବାଦୀ ମାନଙ୍କ ଧର୍ମଶାସ୍ତ୍ର ଲିଖିତ ଅଛି, ସମସ୍ତେ ଈଶ୍ୱରଙ୍କ କର୍ତ୍ତୃତ୍ୱ ଶିକ୍ଷା ପ୍ରାପ୍ତ ହେବେ। ଯେ କିଏ ପିତାଙ୍କ ଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି ସେ ମୋ ନିକଟକୁ ଆସେ। କେହି ଯେ ପିତାଙ୍କୁ ଦେଖିଅଛି ତାହା ନୁହେଁ, ଯେ ଈଶ୍ୱରଙ୍କ ଠାରୁ ଆସିଅଛନ୍ତି କେବଳ ସେ ପିତାଙ୍କୁ ଦେଖିଅଛନ୍ତି। ତାପରେ ଆମେ ପଢିବା ବାଇବଲ,
ସତ୍ୟ ସତ୍ୟ ମୁଁ ତମକୁ କହୁଛି ଯେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ମୁଁ ଜୀବନଦାୟକ ଆହାର। ତୁମମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନା ଭୋଜନ କରି ମୃତ୍ୟୁ ଭୋଗ କଲେ। କେହି ଯେପରି ଭୋଜନ କରି ମୃତ୍ୟୁ ଭୋଗ ନ କରେ ଏଥିମଧ୍ୟ ମୁଁ ସ୍ୱର୍ଗର ଅବତରଣ କରି ଆହାର ଏହି ଅଟେ। ହଁ, ବର୍ତ୍ତମାନ ଏମାନେ ଯୀଶୁଙ୍କ ସହିତ କଥା ହଉଛନ୍ତି ଲମ୍ବା ସମୟ ପର୍ଯ୍ୟନ୍ତ। ମାତ୍ର ଯୀଶୁଙ୍କର ବାକ୍ୟକୁ ନା ବୁଝି ପାରୁଛନ୍ତି, ନା ଗ୍ରହଣ କରିପାରୁଛନ୍ତି, ନା ଶୁଣି ପାରୁଛନ୍ତି, ନା ବିଶ୍ୱାସ କରିପାରୁଛନ୍ତି। ଯୀଶୁ କଣ୍ଟିନ୍ୟୁ କହୁଛନ୍ତି, କିନ୍ତୁ ଏ ବାକ୍ୟ ଗୁଡାକ ଯଦି ଶୁଣୁଛନ୍ତି, କାହା ପାଇଁ ଏ ବାକ୍ୟ ଜୀବନଦାୟକ ଆହାର ହେଇପାରିବ? ଆଜି ଯେଉଁ ସାର୍ ମୁଁ ବଞ୍ଚୁଛି ମୋର ଲାଇଫରେ ଅନେକ ଗୁଡେ ବିଷୟ ମୋ ପାଖକୁ ଆସୁଛି। ଆଉ ଗୋଟେ ଗୋଟେ ନେଗେଟିଭ ଜିନିଷ ମଧ୍ୟ ଆସୁଛି ମୋ ପାଖକୁ, ଗୋଟେ ଜାଗାରେ ପଜିଟିଭ ଜିନିଷ ମଧ୍ୟ ଆସୁଅଛି। ତ ଯାହା ମତେ ମୋ ଆଡକୁ ପଜିଟିଭଲି ଆସୁଅଛି, ଭଲ ଭଲ ଉତ୍ତମ ଉତ୍ତମ ଭାଗ ଆସୁଛି ମୋ ପାଖକୁ। ଆଉ ଯାହା ମୋ ପାଇଁ ଅନ୍ୟ ପକ୍ଷରେ ମନ୍ଦ ବିଷୟ ଗୁଡାକ ଆସୁଅଛି ମୋ ପାଖକୁ। ଅଧିକାଂଶ ମାତ୍ରାରେ ମୁଁ ଯେଉଁଥିରେ ମନ୍ଦ ବିଷୟକୁ ମୋ ପାଖକୁ ଆସୁଛି, ଯାହାକି ଉତ୍ତମ ଭାଗ ପରି ଲାଗୁନାହିଁ। ହଁ? ଶେଷରେ ଅଧିକ ମୋର ହୃଦୟ ଭିତରେ ମୁଁ ପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ, ପ୍ରଭୁଙ୍କ ପାଖରେ ଗୁହାରି କରିବା ପାଇଁ, ପ୍ରଭୁଙ୍କ ତାର ଅନୁଗ୍ରହ ପାଇବା ପାଇଁ, ଓ ପ୍ରଭୁ ତମେ ମତେ ସାହାଯ୍ୟ ନିହାତି କରିବା ଦରକାର, ସେଇ ପ୍ରକାର ହୃଦୟକୁ ପାଉଛି। ଭାଇ ଭଉଣୀ ମାନେ, ଗୋଟେ ବର୍ଣ୍ଣ ଖ୍ରୀଷ୍ଟିଆନ, ଗୋଟେ ପୁନର୍ଜନ୍ମ ଖ୍ରୀଷ୍ଟିଆନର ଲାଇଫ କଣ ଜାଣିଛନ୍ତି? ଯେମିତି ବର୍ତ୍ତମାନ ଏଇ ଜାଗାରେ ମାନା ବିଷୟ ଲେଖା ହେଇଛି, କିନ୍ତୁ ଏ ମାନା ସବୁବେଳେ ନିୟମ କଣ? ସବୁଦିନ ଏ ମାନାକୁ ପରମେଶ୍ୱର ଦଉଥିଲେ, ଆଉ ସେଇ ଦିନ ହିଁ ସେ ମାନାକୁ ସରିବା ପାଇଁ ଆବଶ୍ୟକ ଅଛି। କୌଣସି କ୍ଷେତ୍ରରେ ତା ପରଦିନ ସକାଳ ପର୍ଯ୍ୟନ୍ତ ସେ ମାନାକୁ ସେ ରଖିବା ପାଇଁ ନିୟମ ଦେଇ ନେଉଥିଲେ। ଯଦି ସେ ମାନା ତା ପରଦିନ ପର୍ଯ୍ୟନ୍ତ ରହିବ, ତାହେଲେ ସେମାନେ କେବଳ ପ୍ରଭୁଙ୍କ ନିକଟକୁ ପାଇବା ପାଇଁ ହୃଦୟକୁ ହରେଇବେ। ଆଉ ଦ୍ୱିତୀୟରେ ତା ପୂର୍ବ ଦିନର ମାନା ଯଦି ରଖିବେ, ତାହେଲେ ସେଟା ପଚିଯିବ, ରଟନ ହେଇଯିବ। ଆମର ଦୈନନ୍ଦିନ ଜୀବନର ଅର୍ଥ, ଆମର ଦୈନନ୍ଦିନ ଜୀବନରେ ମଧ୍ୟ ଏ ସମାନ ଅର୍ଥ ଅଛି। ଆମକୁ ପ୍ରାକ୍ଟିକାଲି ଦୈନନ୍ଦିନ ଜୀବନରେ ପ୍ରଭୁ ଯୀଶୁଙ୍କର ହୃଦୟର ପ୍ରବାହିତ ସବୁବେଳେ ଆମକୁ ନୂଆ ପାଣି, ଫ୍ରେଶ ପାଣି ଆମକୁ ଯଦି ବ୍ୟବହାର କରୁଛି, ସେମିତି ଆମର ହୃଦୟ ମଧ୍ୟ ସଦାବେଳେ ସାର୍କୁଲେସନ ହେବା ପାଇଁ ପଡିବ, ଫ୍ଲୋ ହେବାକୁ ପଡିବ ଚର୍ଚ୍ଚ ସହିତ। ପ୍ରଭୁ ଦାସଙ୍କ ସହିତ ମୋର ହୃଦୟର ପ୍ରବାହିତ ମତେ ହେଲ୍ଦି ବନେଇବ, ମତେ ସ୍ୱାସ୍ଥ୍ୟବାନ ବନେଇବ। ଆମେ ମଣ୍ଡଳୀ ସହିତ ଏକ ହୃଦୟରେ ଯଦି ବଞ୍ଚିବା, ତାହେଲେ ସେ ସମୟରେ ଆମର ଆତ୍ମିକ ଜୀବନ ଆରେ ହେଲ୍ଦି ଉପରେ ଆହୁରି ହେଲ୍ଦି ହବ। ଯୀଶୁ କଣ ବୋଲି କହୁଛନ୍ତି ଜାଗାରେ ଦେଖନ୍ତୁ, ତଳେ ଟିକେ ଦେଖିବା, 52 ପଦ ଦେଖନ୍ତୁ, 51 ପଦ। ମୁଁ ସ୍ୱର୍ଗର ଅବତୀର୍ଣ୍ଣ ସେ ଜୀବନ୍ତ ଆହାର, କେହି ଯଦି ଏହି ଆହାର ଭୋଜନ କରେ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ହଁ, ମୁଁ ଯେଉଁ ଆହାର ଦେବି ତାହା ମୋର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି। 52 ପଦ। ଏଥିରେ ଯେହେତୁ ମାନେ ପରସ୍ପର ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆପଣ ଆମ ମାନଙ୍କୁ ଆପଣ ମାଂସ ଦେବ ଖାଇବା ପାଇଁ ଖାଇବାକୁ ଦେଇପାରେ? ଏବେ ବର୍ତ୍ତମାନ ପଚାରୁଛନ୍ତି କେମିତି ଆଙ୍କର ମାଂସକୁ ଖାଇବା ପାଇଁ କହୁଛି। ଟିକେ ଆମେ ଗୋଟେ ବାକ୍ୟକୁ ଦେଖିବା, ମାଥ୍ୟୁ, ଆପଣ ସବୁ ଜାଣିଛନ୍ତି 26 ପର୍ବ ଟିକେ ଖୋଲିବା। ମାଥ୍ୟୁ ତାର 26 ପର୍ବର ଜଣେ କିଏ ହେଲେ ପଢନ୍ତୁ, 26 ପଦରେ କଣ ଲେଖା? ମାଥ୍ୟୁ 26 ପର୍ବର 26 ପଦ। ମାଥ୍ୟୁ 26 ପର୍ବର 26 ପଦ ପଢିବେ କି? ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ, ଭୋଜନ କର, ଏହା ମୋହର ଶରୀର। ହଁ, ଏହା ମୋର ଶରୀର ମାନେ ମାଂସ। ଏ ଜାଗାରେ ବୁଝିପାରିବା। ଲୋକମାନେ କଣ ବୋଲି କହୁଛନ୍ତି ଜାଣିଛନ୍ତି? ମୁଁ ଏଇଦିନ ସୋସିଆଲ ମିଡିଆରେ ଦେଖୁଥିଲି ଭିଡିଓ ଯାକ, ଲୋକମାନେ ବିକୃତି ଅର୍ଥ କରି କହୁଛନ୍ତି ଯୀଶୁଙ୍କ ବିଷୟ।
ବାଇବଲ ଗୋଟେ ପୁସ୍ତକ ନାହିଁ, ଆଁ, ଜାଗତିକ ପୁସ୍ତକ ଯେମିତି ଲେଖା ହେଇଛି ସେ ଭିତରେ କେବଳ କଳା ଅକ୍ଷର ନାହିଁ। ଏ ବାକ୍ୟ ଭିତରେ ଜୀବନ୍ତ ଈଶ୍ୱରଙ୍କର ହୃଦୟ ଅଛି, ଆତ୍ମା ଅଛି। ଯୋଉ ଲୋକମାନଙ୍କ ହୃଦୟରେ ଈଶ୍ୱରଙ୍କର ଆତ୍ମା ପ୍ରବାହିତ ହବ ସେଇମାନେ କେବଳ ପ୍ରଭୁଙ୍କ ବାକ୍ୟର ଗଭୀର ଭିତରକୁ ପ୍ରବେଶ କରିପାରିବେ। এই ଜାଗାରେ ବର୍ତ୍ତମାନ ଯୀଶୁଙ୍କର ମାଂସର ଅର୍ଥ ଏମାନେ କେମିତି ବୁଝୁଛନ୍ତି? ସେଥିରେ 53 ପଦ, ସେଥିରେ ଯୀଶୁ ସେମାନେ କହିଲେ, ସତ୍ୟ ସତ୍ୟ ମୁଁ ତମମାନଙ୍କୁ କହୁଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତମମାନଙ୍କ ଠାରେ ଜୀବନ ନାହିଁ। ଯିଏ ମୋର ମାଂସ ଭୋଜନ କରେ, ମୋର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାକୁ ସ୍ଥାପନ କରିବି। କାରଣ ମୋର ମାଂସ ପ୍ରକୃତ ଖାଦ୍ୟ ଓ ମୋର ରକ୍ତ ପ୍ରକୃତ ପେୟ। ଈଶ୍ୱରଙ୍କର ମାଂସ, ଯୀଶୁଙ୍କର ଯୀଶୁ କହୁଛୁ ମୋର ମାଂସ ରକ୍ତ ହଉଛି ପ୍ରକୃତରେ ଖାଦ୍ୟ ଆଉ ପ୍ରକୃତରେ ପେୟ। ଅର୍ଥ କଣ? ଅବଭିୟସଲି ଏଇ ଜାଗାରେ ଆମେ ଜାଣିପାରିବା ଯୀଶୁଙ୍କର ବାକ୍ୟ ଏଇ ଜାଗାରେ ଆମକୁ ଜୀବନ ଦେଇଥାଏ। ହଁ, ଖ୍ରୀଷ୍ଟ ହଉଛନ୍ତି ମଣ୍ଡଳୀର ମସ୍ତକ। ବର୍ତ୍ତମାନ ଖ୍ରୀଷ୍ଟଙ୍କ ଶରୀର କଣ? ଖ୍ରୀଷ୍ଟଙ୍କର ଗୋଟେ ଗୋଟେ ଅଙ୍ଗ କଣ? ମଣ୍ଡଳୀ ଭିତରେ ଆମେ ସମସ୍ତେ ଧାର୍ମିକ ମାନେ ହଉଛୁ, ଆମମାନେ ଖ୍ରୀଷ୍ଟଙ୍କର ଗୋଟେ ଗୋଟେ ଅଙ୍ଗ ଯାହାକି ମସ୍ତକ ସହିତ ଆମର ଜଡିତ ହୋଇଅଛୁ। ସେଥିପାଇଁ ଏଇ ଜାଗାରେ ଯେତେବେଳେ ଆମେ ଦେଖୁଛୁ ଯୀଶୁଙ୍କ ରକ୍ତ ଯେମିତି ଆମର ସମସ୍ତ ପାପକୁ କ୍ଷମା କରିଦେଲା, ଲେଖା ହେଇଛି ଯୀଶୁଙ୍କ ରକ୍ତ ଦ୍ୱାରା ଆମର ପାପ ଧୋଇ ହେଇଯାଇଛି। 2000 ବର୍ଷ ପୂର୍ବରୁ ବର୍ତ୍ତମାନ ଯୀଶୁଙ୍କର କ୍ରୁଶରେ କ୍ରୁଶାନ୍ବିତ ହେବା ଦ୍ୱାରା ଆମର ସମସ୍ତ ପାପକୁ ସେ କ୍ଷମା କଲେ। ଏବେ ଆମମାନଙ୍କର ଶରୀରର ଯେମିତି ରକ୍ତର ସଞ୍ଚାଳନ ହେବା ପ୍ରକ୍ରିୟା ଆମର ଦେହକୁ ସୁସ୍ଥ ସବଳ ରଖେ, ଠିକ ସେମିତି ଆମର ହୃଦୟରେ ମଧ୍ୟ ଆମେ ଯୀଶୁଙ୍କର ରକ୍ତ ଆମ ଶରୀର ଆମର ହୃଦୟରେ ବିଶ୍ୱାସ ଦ୍ୱାରା ପ୍ରବାହିତ ହେବା ଆବଶ୍ୟକ। ବିଶ୍ୱାସ ମାଧ୍ୟମରେ ଯୀଶୁଙ୍କ ରକ୍ତ ଯେଉଁ ଆମମାନଙ୍କର ଭିତରେ ବହିବ, ଆମେ ପାପ କ୍ଷମା ପାଇବାର ଆନନ୍ଦ, ପାପ କ୍ଷମା ପାଇବାର ସ୍ୱାଧୀନତା କୁ ଆମେ ଉପଭୋଗ କରିପାରିବା। କିନ୍ତୁ ପାପ କ୍ଷମା ପାଇବାର ସ୍ୱାଧୀନତା ମାନେ କଣ? ପାପ କ୍ଷମା ପାଇବାର ସ୍ୱାଧୀନତାର ଆନନ୍ଦ ଏମିତି ନାହିଁ ଯେ ଯାହା ଇଚ୍ଛା ତାହା କରିବ। କିନ୍ତୁ ପାପ କ୍ଷମା ପାଇବାର ଆନନ୍ଦ, ସ୍ୱାଧୀନତାର ଆନନ୍ଦ କଣ? ଯୀଶୁଙ୍କ ସହିତ ଜଡିତ ହେବା। ହେଲେ ଯୀଶୁ କଣ କହିଲେ? ଯାଅ ଆଜିଠାରୁ ଯାଅ, ମୁଁ ମଧ୍ୟ ତମକୁ ଆଉ ଦଣ୍ଡ ନେବ ବୋଲି ମନେ କରୁନାହିଁ, ଆଜିଠାରୁ ପାପ କରୁନାହିଁ ବୋଲି ଯୀଶୁ କହୁଛୁ ନା ନାଇଁ? ପାପ କ୍ଷମା ପାଇଲା ପରେ, ପାପଠାରୁ ମୁକ୍ତି ପାଇଲା ପରେ ଯୀଶୁଙ୍କ ସହିତ ଜଡିତ ହେବା ବିଷୟକୁ ନେଇକି ପ୍ରଭୁ ଫୋକସ କରୁଛନ୍ତି। ସେଥିପାଇଁ ଏ ଜାଗାରେ ଲୋକମାନେ ଭାବୁଛନ୍ତି ଆରେ ସେ କେମିତି କହୁଛି ତାର ରକ୍ତ ପିଇବାଟା ତାଙ୍କର ମାଂସ ପିଇବାଟା, ତା କଣ ଅର୍ଥ ସେମାନେ ବୁଝୁଛନ୍ତି। କିନ୍ତୁ ଯଦି ଆପଣ ଦେଖିବେ 57 ପଦ ଦେଖନ୍ତୁ, ଜୀବନ୍ତ ପିତା ଯେପରି ମତେ ପ୍ରେରଣ କଲେ ଓ ମୋ ପିତାଙ୍କୁ ହେତୁରୁ ଜୀବିତ ଥାଏ, ସେହିପରି ଯେ ମତେ ଭୋଜନ କରେ ସେ ମଧ୍ୟ ମୋ ହେତୁ ଜୀବିତ ରହିବ। ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି ତାହା ଏହି ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ ସେଇ ପ୍ରକାର ନୁହେଁ ଯେ ଏହି ଆହାର ଭୋଜନ କରେ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହେ। ଏବେ ଯୀଶୁଙ୍କର ଅର୍ଥ ଲୋକମାନେ ବୁଝୁନାହାନ୍ତି। ଯୀଶୁଙ୍କର ଅର୍ଥ ଯୀଶୁଙ୍କ ଶରୀରକୁ ଦେଖି ଭାବୁଛନ୍ତି, ମାତ୍ର ଯୀଶୁଙ୍କର ପ୍ରକୃତ ଅର୍ଥ ବାଇବଲ ଆଉ ସେ ବାକ୍ୟ ଦେହବନ୍ତ ହେଲେ। ଆଉ ଯୀଶୁଙ୍କର ଶରୀରର ଅର୍ଥ ହଉଛି ଈଶ୍ୱରଙ୍କ ବାକ୍ୟ। ଆଉ ଯେଉଁ ସମୟରେ ଆମର ଯୀଶୁଙ୍କର ବାକ୍ୟକୁ ଆମମାନଙ୍କ ହୃଦୟ ଭିତରେ ସ୍ଥାପନ ହବ, ଯେଉଁ ସମୟରେ ଆମର ହୃଦୟ ବାକ୍ୟ ଦ୍ୱାରା ପ୍ରଭାବିତ ହବ, ଆଉ ସେଇ ସମୟରେ ଆମର ହୃଦୟ ଭିତରେ ଆମେ ଆନନ୍ଦିତ ଜୀବନ ବିତେଇ ପାରିବା। ଏତେ ଚର୍ଚ୍ଚର ସ୍ୱର ଗୋଟେ ଗୋଟେ କରିକି ଆମକୁ ଯଦି ଶିଖିବା ତାହେଲେ ଶୁଣିବା, ଆଉ ମଣ୍ଡଳୀର ସ୍ୱରକୁ ଶୁଣିବାଟା, ମଣ୍ଡଳୀ ଯାହା ଆମକୁ କହୁଛି କାର୍ଯ୍ୟ କରିବା। ଯୀଶୁ କହିଲେ ଈଶ୍ୱର ଯାହାକୁ ପ୍ରେରଣା କରିଅଛନ୍ତି ତାଙ୍କଠାରେ ବିଶ୍ୱାସ କରିବାଟା ହିଁ ଈଶ୍ୱରଙ୍କ କାର୍ଯ୍ୟ ଅଟେ। ସରିଲା। ଏବେ ଚର୍ଚ୍ଚ ପ୍ରଭୁ ଦେଇଛନ୍ତି ଆମକୁ, ପ୍ରଭୁଙ୍କର ଦାସଙ୍କ ଦେଇଛନ୍ତି, ପ୍ରଭୁ ଆମକୁ ବାକ୍ୟ ଦେଇଛନ୍ତି, ଯୀଶୁ ଖ୍ରୀଷ୍ଟଙ୍କ ଦେଇଛନ୍ତି। ତାହା ଶୁଣିବାଟା ହଉଛି ଆମ ପାଇଁ ଆତ୍ମିକ ଜୀବନ। ତାହା ଶୁଣିବାଟା ହଉଛି ଆମ ପାଇଁ ପ୍ରଭୁଙ୍କର ମହାନ କାର୍ଯ୍ୟ କରିବା ସହିତ ସମାନ। ଆମେ ଈଶ୍ୱରଙ୍କର ସ୍ୱର ଶୁଣିବାଟା ହଉଛି ଈଶ୍ୱରଙ୍କ କାର୍ଯ୍ୟ। ମନେ ପକାନ୍ତୁ, ଏ ବାକ୍ୟକୁ ଭୁଲନ୍ତୁ ନାହିଁ। ଦିଟା ବିଷୟ, ଆଶ୍ଚର୍ଯ୍ୟ କର୍ମ ଦେଖିକି ଯେ ମୋ ପଛରେ ଆଶ୍ଚର୍ଯ୍ୟ ତାହା ନୁହେଁ, କିନ୍ତୁ ରୁଟି ଖାଇ ପରିତୃପ୍ତ ହୋଇ ଅଛି ସେଥି ଆଶ୍ଚର୍ଯ୍ୟ। ଏଇଟା ଗୋଟେ ବିଷୟ ମନେ ପକାନ୍ତୁ। ଆମେ କାହା ପାଇଁ, ଆମେ କୋଉ ବିଷୟକୁ ଆମର ଫୋକସ କଣ ହେବା ଦରକାର ଯୀଶୁ ପଛରେ ଯିବା ପାଇଁ। ଦ୍ୱିତୀୟରେ ଏବେ ଯୀଶୁ କହୁଛନ୍ତି କଣ ବୋଲି? ଈଶ୍ୱର ଯାହାକୁ ପ୍ରେରଣା କରିଅଛନ୍ତି ତାହାଙ୍କ ଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କର କାର୍ଯ୍ୟ ଅଟେ। ହଁ, ଶୁଣିବାଟା ହଉଛି ପ୍ରଭୁଙ୍କର ମହାନ କାର୍ଯ୍ୟ କରିବା ସହିତ ସମାନ।
ଯେତେ ଅଧିକ ଶୁଣିବାର ଡେଭଲପ ହେବ ଆମର, ସେତେ ଅଧିକ ପ୍ରଭୁଙ୍କର କାର୍ଯ୍ୟ କରୁଛୁ ବୋଲି ରେକର୍ଡ ହବ। ଯେତେ ଅଧିକ ଆମେ ଶୁଣିବା ଚର୍ଚ୍ଚର ସ୍ୱର, ଯେତେ ଅଧିକ ଆମର ପ୍ରଭୁଙ୍କ ଦାସଙ୍କର ସହିତ ଜଡିତ ହେଇକି ଆମେ ଆତ୍ମିକ ଜୀବନକୁ ଆମେ ଆଗକୁ ଯିବା, ସେତେ ଅଧିକ ପରମେଶ୍ୱର ଆମ ସହିତ ଖୁସି। ଆଉ ଯୀଶୁ ହଉଛନ୍ତି ପ୍ରକୃତରେ ଆହାର, ଯୀଶୁ ହଉଛନ୍ତି ପ୍ରକୃତରେ ପେୟ ବୋଲି ଲେଖା। ଆମେ ତୃଷିତ ଥିଲେ, ଆମେ ଭୋକିଲା ଥିଲେ, ଆମେ ଯୀଶୁଙ୍କ ବାକ୍ୟର ଖାଦ୍ୟ ଖାଇଲେ ଆମେ ବଞ୍ଚିବୁ। ସେଥିପାଇଁ ମୁଁ ଆଶା କରୁଛି ପରେ ଆମର ଅନ୍ୟ ବିଷୟ ପରିବର୍ତ୍ତେ ଶୁଣିବାର ଫୋକସକୁ ଗୁରୁତ୍ୱପୂର୍ଣ୍ଣ ଦେବା। ଆମେ ଆଜି ସକାଳେ ମଧ୍ୟ ମୁଁ ଘୋଷଣା କରୁଛି, ଆମର ସମସ୍ତ ଭାଇ ଭଉଣୀ ମାନେ ବାଇବଲ ପଢନ୍ତୁ, ଗୋଟେ ଚାପ୍ଟର, ଗୋଟେ ପର୍ବ ପଢନ୍ତୁ ସବୁଦିନ। ଯାହା ହେଲେ ମଧ୍ୟ ଏମିତି ଲାଇଫ ଷ୍ଟାଇଲକୁ ବନାନ୍ତୁ। ଅନ୍ୟାନ୍ୟ କାର୍ଯ୍ୟ ଯୋଉଟା କି ଫିକ୍ସ ହେଇଛି, ଯୋଉ କାର୍ଯ୍ୟ ଯାକ ଫିକ୍ସ ହେଇଛି ମାଇଣ୍ଡରେ, ଏଟା କମ୍ପଲସରି କରିବାଟା, ସେଟାକୁ ଭାଙ୍ଗିକି ପ୍ରଥମେ ଫିକ୍ସ କରନ୍ତୁ। ମତେ ଚର୍ଚ୍ଚର ନିର୍ଦ୍ଦେଶ ଅନୁସାରେ ମୁଁ ସକାଳେ ଉଠିକି ପ୍ରଥମେ ମୁଁ ବାକ୍ୟ ଗୋଟେ ପଢିବି, ଚାପ୍ଟର ଟିକେ ଲେଖିବି। ମୁଁ ଯାହା ମଧ୍ୟ ମତେ ଆସୁଛି, ଯାହା ମଧ୍ୟ ମତେ ପରାମର୍ଶ ଦଉଛନ୍ତି, ଲେଖିବି ଟିକେ। ତାପରେ ମୁଁ ଅନ୍ୟାନ୍ୟ କାମ ଷ୍ଟାର୍ଟ କରିବି। ମାନେ ଏଇଟା କମ୍ପଲସରି ଭାବରେ ନିୟମ କରନ୍ତୁ। ଆଜିଠୁ ଗୋଟେ ଚାପ୍ଟର ପଢିକି ଆମେ ଦେବୁ। ତ ଆମର ପାଷ୍ଟର ମାନେ ଆମେ ସବୁ ହିତୋପଦେଶର ବାକ୍ୟକୁ ପଢିକି ସରେଇକି ବର୍ତ୍ତମାନ ଚର୍ଚ୍ଚର ନିର୍ଦ୍ଦେଶ ଅନୁସାରେ ଯିଶାୟ ପୁସ୍ତକ ପଢୁଛୁ। ଆଜି ଆମର ଯିଶାୟ 38 ପର୍ବର ଚାପ୍ଟର ଅଛି। ତ ମୁଁ ରେକମେଣ୍ଡ କରୁଛି ଅଫିସିଆଲି ଚର୍ଚ୍ଚରେ ଆପଣ ହିତୋପଦେଶ 1 ପର୍ବରୁ ଷ୍ଟାର୍ଟ କରନ୍ତୁ। ହିତୋପଦେଶ 1 ପର୍ବର ପଢିକି ଗୋଟେ ଗୋଟେ ଚାପ୍ଟରକୁ ପ୍ରେଜେଣ୍ଟେସନ ମାନେ କଣ ଆତ୍ମିକ ଅର୍ଥ ପାଇଲି, କଣ ଆପଣଙ୍କ ସହିତ ସେ ବାକ୍ୟ ଜଡିତ ଅଛି, ଯାହା ମଧ୍ୟ ଆପଣ ସେଠି ଲେଖନ୍ତୁ ଅଳ୍ପ, ତାପରେ ଗ୍ରୁପରେ ଅପଲୋଡ କରିବେ। ଦେଖିବେ ଆପଣ ଆପଣଙ୍କର ହୃଦୟର ସ୍ଥିତି ଯଦି ଦୈନନ୍ଦିନ ଜୀବନରେ କ୍ରମାଗତ କରିବେ, ତାହେଲେ ସବୁ ଜିନିଷ ବେଶୀ ସୁନ୍ଦର ହେଇଯିବ। ଗୋଟେ ବିଷୟ କହିବେ ଭାଇ, ଚର୍ଚ୍ଚର ସ୍ୱର ହଉଛି ପ୍ରଭୁଙ୍କ ସ୍ୱର, ବାସ୍ ଏତିକି। ମଣ୍ଡଳୀର ସ୍ୱର ହଉଛି ଯୀଶୁଙ୍କ ସ୍ୱର। ଏ ମାପଦଣ୍ଡ ଯାହା ପାଖରେ ସ୍ଥାପନ ହେଇଛି, ସେ ଯୀଶୁ ମତେ କହିଲେ କରିବା ପାଇଁ, ସେ ହୃଦୟରେ ସେ କରୁ। ଯେ ତୁଚ୍ଛ କରୁଛି ଚର୍ଚ୍ଚର ସ୍ୱରକୁ, ଯେ ଶୁଣୁନାହିଁ, ତାହେଲେ ସେ ଆଉ କଣ ମୁଁ କହିବି ତାଙ୍କ ବିଷୟ। ସେଥିପାଇଁ ମୁଁ ଆଶା କରୁଛି ଯୋଉମାନେ ସକ୍ଷମ, ଯୋଉମାନେ କରିପାରିବେ, କଣ ଅଛି, ତାହେଲେ ଆପଣମାନେ ଲେଖିକି ଗ୍ରୁପରେ ଅପଲୋଡ କରନ୍ତୁ। ଆପଣଙ୍କର ସାକ୍ଷ୍ୟ ପଢିକି ଅନ୍ୟମାନେ ମଧ୍ୟ ଏନକରେଜ ହେବେ, ଅନ୍ୟମାନେ ମଧ୍ୟ ଲାଭବାନ ହେଇପାରିବେ। ଠିକ ଅଛି, ଏତିକି ମୁଁ କହିବି, ପ୍ରାର୍ଥନା କରୁ। ପରମେଶ୍ୱର ଧନ୍ୟବାଦ ଦଉଛି ପ୍ରଭୁ, ତୁମେ ଆମକୁ ଅନୁଗ୍ରହ ଦେଲା ସକାଳେ ମଧ୍ୟ ମଣିଷର ବିଷୟରେ ବାକ୍ୟ ଶୁଣିବା ପାଇଁ। ଯଦିଓ ଆମ ପାଖରେ ଅନେକ ଗୋଟେ ଦୁର୍ବଳତା ଅଛି ପ୍ରଭୁ, ଅନେକ ଗୋଟେ ଚିନ୍ତା ଅଛି, ଯାହାକି ପ୍ରଭୁ ତୁମେ ଆମକୁ ଆଜି ସକାଳେ ମଧ୍ୟ କହିଲ ପ୍ରଭୁ, ଈଶ୍ୱରଙ୍କ କାର୍ଯ୍ୟ କରିବାର ଅର୍ଥ ହଉଛି ଈଶ୍ୱର ଯାହାକୁ ପ୍ରେରଣା କରିଅଛନ୍ତି ତା ଗୋଟେ ବିଶ୍ୱାସ କରିବା ଈଶ୍ୱର କାର୍ଯ୍ୟ। ଏଇ ଗୋଟେ ବିଷୟକୁ ତମେ ଆମ ଜୀବନରେ ଶିଖା ପ୍ରଭୁ। ଯୀଶୁଙ୍କର ସ୍ୱର ଶୁଣିବା, ଏଟା ବାକ୍ୟ ଶୁଣିବା, ଏଟା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ବିଷୟ। ଦୟାକରୁ ଅନ୍ୟ ବିଷୟ ପରିବର୍ତ୍ତେ ଯେପରି ଆମେ ପ୍ରଭୁଙ୍କର ବାକ୍ୟରେ ଧ୍ୟାନ ଦେବୁ, କାର୍ଯ୍ୟଠୁ ଅଧିକ ପ୍ରଭୁ ଯେପରି ଆମେ ଶୁଣିପାରିବୁ, ଜଡ଼ିତ ସଂଯୁକ୍ତ ହେଇପାରିବୁ, ହୃଦୟ ପ୍ରବାହିତ ହେଇପାରିବୁ, ସେଥିପାଇଁ ଆଜି ଦିନ ସାରା ପଢିକି ଆମକୁ ଆଜି ପରେ ଆମର ପ୍ରଭୁଙ୍କର ଗୌରବ ପ୍ରଶଂସାର ସାକ୍ଷ୍ୟକୁ ପାଇବୁ। ସେଥିପାଇଁ ଆଗକୁ ପ୍ରଭୁ କାଣ୍ଟାଟା ମଧ୍ୟ ଅଛି, ସେଠି ବହୁତ ଗୁଡେ କାମ ଅଛି। ତୁମେ ଦୟାକର ଯେପରି ଅନ୍ୟ ବିଷୟ ପରିବର୍ତ୍ତେ ଈଶ୍ୱରଙ୍କ ଦ୍ୱାରା ଚାଳିତ ହବୁ, ସେଥିପାଇଁ ଯୀଶୁ ନାମରେ ପ୍ରାର୍ଥନା ମାଗିଲି, ଆମେନ୍। ଓକେ, ଧନ୍ୟବାଦ ସମସ୍ତଙ୍କୁ।